ମୁଁ ଓମ୍ ପ୍ରକାଶ ପାତ୍ର ଆପଣଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ଏମଆର ଷ୍ଟଡି ଏକାଡେମୀକୁ। ଆଶା କରୁଛି ସମସ୍ତେ ଭଲରେ ଥିବେ ଏବଂ ଆଗାମୀ ପରୀକ୍ଷା ପାଇଁ ଆପଣଙ୍କ ପ୍ରିପାରେସନ ଭଲ ଭାବରେ ଚାଲିଥିବ। ଆଗାମୀ ଯେଉଁ ଡିଏଲଏଡି ଏଣ୍ଟ୍ରାନ୍ସ 2026 ହେବାକୁ ଯାଉଛି ବା ସିଟି ଏଣ୍ଟ୍ରାନ୍ସ 2026 ହେବାକୁ ଯାଉଛନ୍ତି, ସେଥିରେ ଆପଣ ଯଦି ଏକ୍ଜାମ ଦେବା ପାଇଁ ଯାଉଛନ୍ତି ସେଥିରେ ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଅଛି ଯୋଉଟାକି ସବୁଠୁ ଅଧିକା ମାର୍କର ପଡ଼ିବ ଏଜୁକେସନାଲ ଆୱାରନେସର ଏଜୁକେସନାଲ କମିଶନ ଆଣ୍ଡ କମିଟି ଇନ୍ ଇଣ୍ଡିଆ। ସେଇଥିର ମୁଁ ଆଜି ଇମ୍ପୋର୍ଟାଣ୍ଟ 20ଟି ଏମସିକ୍ୟୁ ଡିସ୍କସ୍ କରିବି ଯୋଉଟାକି ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଉପରେ ବେସ୍ଡ ଅଛି ପ୍ଲସ୍ ସେଇଥିରେ 20ଟି ଏମସିକ୍ୟୁ ଡିସ୍କସନ ଭିତରେ ବି ମୁଁ ଆପଣଙ୍କ ଟୋଟାଲ ଟପିକଟା ହିଁ ସାରିଦେବି। ତେଣୁ ଆପଣଙ୍କୁ ଥିଓରି ପାଇଁ ଅଲଗା ଆଉ କିଛି ଭିଡ଼ିଓ ଦେଖିବାର ନାହିଁ, ଖାଲି ଯଦି ଏଇ ଭିଡ଼ିଓଟା ଦେଖିଦେଉଛନ୍ତି ଏମସିକ୍ୟୁ ସହିତ ଆପଣଙ୍କର ଥିଓରି ବି କଭର ହେଇଯିବ। ତେଣୁ ଭିଡ଼ିଓଟି ଖାଲି ଫୁଲ୍ ଦେଖିବାର ଅଛି ଆପଣଙ୍କୁ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଏମଆର ଷ୍ଟଡି ଏକାଡେମୀରେ ପ୍ରଥମ ଥର ପାଇଁ ଆପଣ ଭିଡ଼ିଓଟି ଦେଖୁଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଯେଉଁ ବେଲ୍ ନୋଟିଫିକେସନଟି ଅଛି ତାକୁ ଅଲରେ ସେଟ୍ କରିଦେବେ। ଆଉ ଭିଡ଼ିଓଟି କେମିତି ଲାଗିଲା ମୋତେ ଟିକେ କମେଣ୍ଟ ସେକ୍ସନରେ ଟିକେ ଜଣେଇଦେବେ। ତେଣୁ ଯିବା କ୍ୱେଶ୍ଚନଟାକୁ କ'ଣ ଅଛି ଦେଖିବା। ପ୍ରଥମ କ୍ୱେଶ୍ଚନଟି ଅଛି କେଉଁ କମିଶନକୁ ଭାରତରେ ଇଂରାଜୀ ଶିକ୍ଷାର ମାଗ୍ନା କାର୍ଟା ବୋଲି କୁହାଯାଏ? Which commission is known as the Magna Carta of English Education in India? ଭାରତରେ ଆମେ କାହାକୁ ଇଂରାଜୀ ଶିକ୍ଷାର ମ୍ୟାଗ୍ନା କାର୍ଟା ବା ମୂଳଦୁଆ ଭାବେ କହିଥାଉ? ଅପସନ କ'ଣ ଦେଇଛି? ହଣ୍ଟର କମିଶନ, ସାଡଲର କମିଶନ, ଉଡ୍ସ ଡେସ୍ପାଚ କମିଶନ ନା ହଉଛି ସାର୍ଜେଣ୍ଟ ରିପୋର୍ଟ ହେଲା। କେଉଁଟାକୁ ଆମେ ଇଂରାଜୀ ଶିକ୍ଷାର ମ୍ୟାଗ୍ନା କାର୍ଟା ଭାରତରେ କହିଥାଉ? ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ବି, ଯେଟା କ'ଣ ଅଛି ଉଡ୍ ଡେସ୍ପାଚ କମିଟି ହେଲା। ଉଡ୍ ଡେସ୍ପାଚ ର କମିଟି ଆସିଥିଲା କେତେ ମସିହାର? ବେଳେବେଳେ ପଚାରିଦିଏ 1854 ମସିହାରେ ଉଡ୍ ଡେସ୍ପାଚଙ୍କ କମିଟି ଆସିଥିଲା ହେଲା। ସେଇଟାକୁ ଆମେ କ'ଣ କହିଥାଉ? ମ୍ୟାଗ୍ନା କାର୍ଟା ଅଫ ଇଂଲିଶ ଏଜୁକେସନ। କ'ଣ ପାଇଁ? ସେଟା କ'ଣ କରିଥିଲା? ଫାଷ୍ଟ କମ୍ପ୍ରିହେନ୍ସିଭ ପ୍ଲାନ ଫର ଦ ସ୍ପ୍ରେଡ୍ ଏଜୁକେସନ ଇନ୍ ଇଣ୍ଡିଆ ଏନହାନ୍ସ ଦ କ'ଣ କରିବା ପାଇଁ ଏନହାନ୍ସ କରିଥିଲା? ନା ହଉଛି ମ୍ୟାଗ୍ନା କାର୍ଟା ଅଫ ଇଣ୍ଡିଆ। ସେ ଇଂଲିଶ ଏଜୁକେସନଟାକୁ ଆମର କ'ଣ ପ୍ଲାନିଂ ପ୍ରପର ପ୍ଲାନିଂ ଅନୁସାରେ କ'ଣ କରିଥିଲା? ନା ଏଜୁକେସନଟାକୁ କେମିତି କ'ଣ କରାଯିବ ସେଇଟା ଦେଇଥିଲା। ସେଥିପାଇଁ ମ୍ୟାଗ୍ନା କାର୍ଟା ବୋଲି କୁହାଯାଇଥାଏ। ଇଟ୍ ରେକମେଣ୍ଡେଡ ଦ ଭର୍ଣ୍ଣାକୁଲାର ଲାଙ୍ଗୁଏଜ ଫର ପ୍ରାଇମେରୀ ଏଜୁକେସନ ଏଣ୍ଡ ଇଂଲିଶ ଫର ହାୟର ଏଜୁକେସନ। ଭର୍ଣ୍ଣାକୁଲାର ଲାଙ୍ଗୁଏଜ ଯଦି କ୍ୱେଶ୍ଚନ ପଚାରେ ଯେ କୋଉ ଆମର କମିଟିଟା କ'ଣ କରିଥିଲା? ଭର୍ଣ୍ଣାକୁଲାର ମାନେ ହଉଛି ରିଜନାଲ ହେଲା। ରିଜନାଲ ଲାଙ୍ଗୁଏଜଟାକୁ ପ୍ରାଇମେରୀ ଏଜୁକେସନରେ ଯୋଉଟାକି ଆମ ପ୍ରାଇମେରୀ ସ୍କୁଲରେ ପଢୁଛୁ ନିଜ ନିଜ ରିଜନାଲ ବା ଆମର ଯେମିତି ଯୋଉ ମାତୃଭାଷା ଆମେ କହିଥାଉ ସେଇଭଳିଆ ଆମେ ମାତୃଭାଷାରେ ପଢିବା ପ୍ରାଇମେରୀ ସ୍କୁଲରେ। କିନ୍ତୁ ଯେତେବେଳେ ଆମେ ହାୟର ସେକେଣ୍ଡାରୀ ହାୟର ଏଜୁକେସନ ଯୋଉଟାକୁ କରିବା କି +2 +3 ସେଟା କ'ଣ କରିବା? ଇଂଲିଶ ଲାଙ୍ଗୁଏଜରେ ପଢିବା। ସେଟାକୁ ଦେଇଥିଲା କି? ନା ଉଡ୍ ଡେସ୍ପାଚ କମିଟି ହେଲା। ଏଇଟା ମନେ ରଖି ପକେଇ ପାରେ। ନେକ୍ସଟ ଯୋଉ ଅଛି ହଣ୍ଟର କମିଶନ ବା ହଣ୍ଟର କମିଶନ ଯୋଉ ଆସିଥିଲା ସେଟା ଆସିଥିଲା କେବେ? ନା 1882 ମସିହାରେ ହେଲା। ଏଟା ବି ଇମ୍ପୋର୍ଟାଣ୍ଟ ଅଛି। ଆକୁ କ୍ୱେଶ୍ଚନ ବି ଅଛି ଆଗକୁ କହିଦଉଛି କ'ଣ କ'ଣ ଆସିଥିଲା। ହଣ୍ଟର କମିଶନ 1882 ମସିହାରେ ଆସିଥିଲା। ସିଏ କ'ଣ କରିଥିଲା? ନା ମେନ୍ ଫୋକସ ତାର କ'ଣ ଥିଲା? ପ୍ରାଇମେରୀ ଏଜୁକେସନ ଗ୍ରୋଥ ହେଲା। ଯଦି କ୍ୱେଶ୍ଚନ ପଚାରେ ଯେ ଆମର ପ୍ରାଇମେରୀ ଏଜୁକେସନକୁ ଗ୍ରୋଥ କରିବା ପାଇଁ ଭାରତରେ କୋଉ କମିଶନ ଆସିଥିଲା? ମନେ ରଖିଥିବେ କ'ଣ? ହଣ୍ଟର କମିଶନ। କେତେ ମସିହାରେ ଆସିଥିଲା? 1882 ମସିହାରେ ହେଲା। ପ୍ରାଇମେରୀ ଏଜୁକେସନ ଗ୍ରୋଥ ପାଇଁ। ନେକ୍ସଟ ଯୋଉ ସାଡଲର କମିଶନ ଅପସନ ନମ୍ବର ସି ରେ ଥିଲା ଯୋଉ ସାଡଲର କମିଶନ ସେଟା ଆସିଥିଲା କେତେ? 1917 ମସିହାରେ ଆସିଥିଲେ। ସିଏ କ'ଣ ପାଇଁ ଆସିଥିଲା? ନା ହଉଛି ଇନଭେଷ୍ଟିଗେଟେଡ କୋଲକାତା ୟୁନିଭର୍ସିଟି ଇସ୍ୟୁ ହେଲା। କୋଲକାତା ୟୁନିଭର୍ସିଟିର ଯୋଉ ଇସ୍ୟୁ ଥିଲା ଏଜୁକେସନକୁ ନେଇକି ତାକୁ ଇନଭେଷ୍ଟିଗେଟ କରିବା ପାଇଁ ଆସିଲା କି ସାଡଲର କମିଟି। ସେ କୌଣସି ପ୍ରକାର ପ୍ରାଇମେରୀ ବା ସେକେଣ୍ଡାରୀ ୟାର ଗ୍ରୋଥ ପାଇଁ ଆସିନଥିଲା। କୋଲକାତା ୟୁନିଭର୍ସିଟି ଯୋଉ ଇସ୍ୟୁ ଥିଲା ତାକୁ ଇନଭେଷ୍ଟିଗେଟ କରିବା ପାଇଁ ସାଡଲର କମିଟିଟା ଆସିଥିଲା। ନେକ୍ସଟ ଯୋଉ ରହିଲା ସାର୍ଜଟ ରିପୋର୍ଟ ବା 1944 ମସିହାରେ ଯୋଉ ଆସିଥିଲା ସାର୍ଜଟ ରିପୋର୍ଟ ସେ କ'ଣ ପାଇଁ ଆସିଥିଲା? ନା ଏମ୍ଡ ଟୁ ମେଚ୍ ଦ ଇଣ୍ଡିଆନ ଏଜୁକେସନ ଲେଭେଲ ଟୁ ବ୍ରିଟେନ୍ସ ୱିଦିନ୍ 40 ଇୟର୍ସ। ମାନେ 40 ବର୍ଷ ଭିତରେ ଇଣ୍ଡିଆର ଯୋଉ ଏଜୁକେସନ ଷ୍ଟାଣ୍ଡାର୍ଡ ଥିଲା ତାକୁ ବ୍ରିଟେନ ସହିତ କମ୍ପେୟାର କରି ତାକୁ ବଢେଇବା ପାଇଁ ଆସିଥିଲା କି? ଯଦି ପଚାରେ କ'ଣ ହବ? ନା ହଉଛି ସାର୍ଜଟ ରିପୋର୍ଟ। ସେ ଗୋଟେ ରିପୋର୍ଟ ପବ୍ଲିଶ କରିଥିଲା 40 ବର୍ଷ ଭିତରେ କେମିତି କ'ଣ ବ୍ରିଟେନ ଆଉ ଇଣ୍ଡିଆ ଏଜୁକେସନ ଭିତରେ ଲେବୁଲ ଅଛି ସେଟାକୁ ଦବା ପାଇଁ ଆସିଥିଲା କି? ନା ସାର୍ଜଟ ରିପୋର୍ଟ। ତେଣୁ ଚାରିଟା ଆପଣଙ୍କର ଥିଲା ବୁଝିପାରିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି କେଉଁ କମିଶନ ପ୍ରଥମେ ଭାରତରେ ଶିକ୍ଷାର 10+2+3 ସଂରଚନା ପାଇଁ ସୁପାରିଶ କରିଥିଲା? ହୁଇଚ୍ କମିଶନ ଫାଷ୍ଟ ରେକମେଣ୍ଡେଡ 10+2+3 ସ୍ଟ୍ରକ୍ଚର ଅଫ ଏଜୁକେସନ ଇନ୍ ଇଣ୍ଡିଆ ହେଲା। ଅପସନ ଗୁଡ଼ିକ କ'ଣ ଦେଇଛି? ମୋଦାଲିୟର କମିଶନ ଆସିଥିଲା, ନା ହଉଛି ରାଧାକ୍ରିଷ୍ଣନ କମିଶନ ଆସିଥିଲା, ନା ହଉଛି କଠାରୀ କମିଶନ ଆସିଥିଲା, ନା ହଉଛି ହଣ୍ଟର କମିଶନ ଆସିଥିଲା ହେଲା। ତେଣୁ ଆମର ଯୋଉ ଚାଲୁଥିଲା 10 ପଢୁଥିଲା ତାପରେ +2 ତାପରେ +3 ସେଟା କୋଉ କମିଟି ପ୍ରଥମେ ସୁପାରିଶ କରିଥିଲା ହେଲା। ସଠିକ ଉତ୍ତରଟି କ'ଣ ହବ? ନା ଅପସନ ନମ୍ବର ସି ଯେଟା ହେଇଥିଲା କ'ଣ? କଠାରୀ କମିଶନ ହେଲା। କଠାରୀ କମିଶନ ସୁପାରିଶ କଲା ଯେ 10 ବର୍ଷ ଆମେ ରହିବା ପ୍ରାଇମେରୀରେ ତାପରେ +2 ତାପରେ +3 ହେଲା। ତେଣୁ ଯଦି ପଚାରେ କଠାରୀ କମିଶନ କେବେ ଆସିଥିଲା? କ'ଣ ହବ? 1964 ରୁ 66 ଭିତରେ ଆମର କଠାରୀ କମିଶନଟି ଆସିଥିଲା। ସିଏ ପ୍ରପୋଜ କରିଥିଲା କ'ଣ? ଏ ୟୁନିଫର୍ମ 10+2+3 ଷ୍ଟ୍ରକ୍ଚର ନେସନ ୱାଇଡ ଏ ଷ୍ଟ୍ରିମ୍ ଲାଇନ୍ ସ୍କୁଲିଂ ଆଣ୍ଡ ୟୁନିଭର୍ସିଟି ଡ୍ୟୁରେସନ। ସିଏ ଗୋଟେ କ'ଣ କହିଥିଲା ଯେ ନେସନ ୱାଇଡ ଆମେ କ'ଣ କରିବା? 10 ପଢିବା ତାପରେ +2 ଗୋଟେ ପଢିବା 2 ବର୍ଷ ତାପରେ +3 3 ବର୍ଷ ଆମେ ପଢିବା ହେଲା। ସେଟା କହିଥିଲେ କ'ଣ? ନେସନ ୱାଇଡ ସ୍କୁଲ ଆଉ ୟୁନିଭର୍ସିଟି କରିବା ପାଇଁ ସୁପାରିଶ କରିଥିଲା କିଏ ପ୍ରଥମେ? ନା ହଉଛି ହଣ୍ଟର କଠାରୀ କମିଶନ ହେଲା। ତାପରେ ଯୋଉ ଆମର ମୁଦାଲିୟର କମିଶନ ଆସିଥିଲା, ମୁଦାଲିୟର କମିଶନ କେବେ ଆସିଥିଲା? ପଚାରି ପାରିବି। ହଣ୍ଟର କମିଶନ ଆଉ ମୁଦାଲିୟର କମିଶନଟା ଇମ୍ପୋର୍ଟାଣ୍ଟ ଅଛି ସିଟିରେ ବାରମ୍ବାର ପ୍ରିଭିୟସ କ୍ୱେଶ୍ଚନ ବି ଦେଖି ବାରମ୍ବାର ଏଟା ପଚାରୁଛି। ମୁଦାଲିୟର କମିଶନ ଆସିଥିଲା କେବେ? 1952 ରୁ 53 ଭିତରେ ହେଲା। ଫାଷ୍ଟ 1964 ରୁ 66 ଭିତରେ ଆସିଥିଲା କିଏ? ମାନେ ତାପରେ ଆସିଥିଲା କି କଠାରୀ କମିଶନ। ଫାଷ୍ଟ ଆସିଥିଲା ମୁଦାଲିୟର କମିଶନ। ତାର ଏମ୍ କ'ଣ ଥିଲା? ନା
focus the exclusively on the restructuring the secondary education ଯଦି କଥା କହିବ ମାନେ ତାର construction ପାଇଁ ମାନେ କେମିତି ସେ ମାନେ ବଢେଇ ପାରିବ ସେଇଟା ସେଇଟା ପାଇଁ ଆସିଥିଲା କି ନା ମୁଦାଲିୟର କମିଶନ 1952-53 ଭିତରେ ଆସିଥିଲା ମୁଦାଲିୟର କମିଶନ ଯୋଉଟା କି ମେନ୍ ଫୋକସ୍ କଣ ଥିଲା ନା ସେକେଣ୍ଡାରୀ ଏଜୁକେସନ କୋଠାରୀ କମିଶନ ଆସିଥିଲା ନେସନ ୱାଇଡ ର ଗୋଟେ ୟୁନିଫର୍ମ ସିଏ ଆଣିବ ଯେମିତି କି 10 ବର୍ଷ ପଢିବେ ତାପରେ 2 ବର୍ଷ +2 ତାପରେ 3 ବର୍ଷ +3 କିନ୍ତୁ ମୁଦାଲିୟର କଣ ଆଣିଥିଲା ନା ସେକେଣ୍ଡାରୀ ଏଜୁକେସନ କେମିତି ବଢା ଯାଇ ପାରିବ ହେଲା ସେଇଟା ପାଇଁ ଆସିଥିଲା ନେକ୍ସଟ ଯୋଉ ରାଧାକ୍ରିଷ୍ଣନ କମିଶନ ଆସିଥିଲା କେବେ ନା 1948 ରୁ 49 ଭିତରେ ଫାର୍ଷ୍ଟ ଆସିଥିଲା 1948 49 ରାଧାକ୍ରିଷ୍ଣନ ତାପରେ ଆସିବ ମୁଦାଲିୟର ତାପରେ ଆସିବ କୋଠାରୀ କମିଶନ ହେଲା ଏମିତି କମ୍ପେୟାର କରି ମନେ ରଖିବେ କିନ୍ତୁ ରାଧାକ୍ରିଷ୍ଣନ କମିଶନ କଣ ପାଇଁ ଆସିଥିଲା ନା ୟୁନିଭର୍ସିଟି ଲେଭେଲ ଏଜୁକେସନ ପାଇଁ ଆସିଥିଲା ହେଲା ମନେ ରଖିବ ଫାର୍ଷ୍ଟ ଆସିବ ୟୁନିଭର୍ସିଟି ପାଇଁ ମାନେ ଉପରୁ ଆସିବ ଫାର୍ଷ୍ଟ ୟୁନିଭର୍ସିଟି ପାଇଁ ଆସିବ 1948 49 ରାଧାକ୍ରିଷ୍ଣ କମିଶନ ତାପରେ ଆସିବ ହାୟର ସେକେଣ୍ଡାରୀ ବା ସେକେଣ୍ଡାରୀ ଏଜୁକେସନ ପାଇଁ ଆମର ଆସିବ ମୁଦାଲିୟର ତାପରେ ନେକ୍ସଟ ଆସିବ କଣ କୋଠାରୀ କମିଶନ ହେଲା ବୁଝିପାରିଲେ ୟୁନିଭର୍ସିଟି ପାଇଁ ଯଦି ପଚାରେ ରାଧାକ୍ରିଷ୍ଣ କମିଶନ ଏଟା ଇମ୍ପୋର୍ଟାଣ୍ଟ ଅଛି ବାରମ୍ବାର ପଚାରେ ଯେ ୟୁନିଭର୍ସିଟି ଏଜୁକେସନ ପାଇଁ କୋଉ କମିଟି ଆମର ଆସିଥିଲା ରାଧାକ୍ରିଷ୍ଣ କମିଶନ ନେକ୍ସଟ ହଣ୍ଟର କମିଶନ ଆସିଥିଲା ହଣ୍ଟର କମିଶନ ହଉଛି କଣ ନା 1882 ଆଗରୁ ଡିସ୍କସନ କରିଥିଲି 1882 ମସିହା ତାର କଣ ଥିଲା ନା ବ୍ରିଟିଶ ଏରା ଆଉ ପ୍ରାଇମେରୀ ଏଜୁକେସନ ସହିତ ଇଣ୍ଡିଆକୁ କମ୍ପେୟାର ଆମର କଣ କରିବେ ଷ୍ଟାଣ୍ଡାର୍ଡ ଯେମିତି ବ୍ରିଟିଶ ଏରା ପ୍ରାଇମେରୀ ଏଜୁକେସନକୁ ଆମ ଇଣ୍ଡିଆରେ କେମିତି ଇମ୍ପ୍ଲିମେଣ୍ଟ କରିହବ ସେଇଟା ପାଇଁ ଆସିଥିଲା ପରବର୍ତ୍ତୀ କ୍ୱେଶ୍ଚନ ଅଛି ଭାର ମୁକ୍ତ ଶିକ୍ଷା ହେଲା ଭାର ମୁକ୍ତ ମାନେ ହଉଛି ଲର୍ଣ୍ଣିଂ ୱିଦାଉଟ୍ ବର୍ଡନ ହେଲା ଯେ କୌଣସି ପ୍ରକାର ପିଲାଙ୍କୁ ଭାର ଦିଆଯିବନି କେଉଁ କମିଟି ରିପୋର୍ଟର ମୁଖ୍ୟ ବିଷୟବସ୍ତୁ ଥିଲା ହେଲା କଣ ଦେଇଛି ଲର୍ଣ୍ଣିଂ ୱିଦାଉଟ୍ ବର୍ଡନ ଇଜ ଏ ଟେଗ୍ ଲାଇନ୍ ହେଲା ଗୋଟେ ଟେଗ୍ ଲାଇନ୍ ଥିଲା କୋର କନସେପ୍ଟ ଅଫ ହ୍ୱିଚ୍ କମିଟି ରିପୋର୍ଟ କୋଉ କମିଟି ରିପୋର୍ଟ ଏଟା ଦିଆଯାଇଥିଲା ଯେ ଭାର ମୁକ୍ତ ଶିକ୍ଷା ଅପସନ କଣ ଦେଇଛି ୟଶପାଲ କମିଟି ଦେଇଥିଲା ନା ହଉଛି ରାମମୂର୍ତ୍ତି କମିଟି ଦେଇଥିଲା ନା ହଉଛି ଜନାର୍ଦ୍ଦନ ରେଡ୍ଡି କମିଟି ଦେଇଥିଲା ନା ହଉଛି ହଂସ ମେହେଟା କମିଟି ହେଲା ଦେଇଥିଲା କିଏ ଦେଇଥିଲା ଯେ ଭାର ମୁକ୍ତ ଶିକ୍ଷାଟାକୁ ଆମ ଇଣ୍ଡିଆରେ ଚଲାଯିବ ସଠିକ ଉତ୍ତରଟି କଣ ହଉଛି ନା ଅପସନ ନମ୍ବର ଏଥିରେ କଣ ଅଛି ୟଶପାଲ କମିଟି ହେଲା ୟଶପାଲ କମିଟି କଣ ଦେଇଥିଲା ଯେ ଭାର ମୁକ୍ତ ପିଲାଙ୍କ ଉପରେ କୌଣସି ପ୍ରକାର ଭାର ଦେଇକି ଆମେ ପାଠ ପଢେଇବାନି ସେଟା ଦେଇଥିଲା କି ୟଶପାଲ କମିଟି 1993 ମସିହାରେ ଆସିଥିଲା ସେ କଣ କରିଥିଲା ଆନାଲାଇଜ ଦ ଟେକ୍ସଟ ହେଭି କରିକୁଲାର ମାନେ କରିକୁଲମ ଏତେ କରିଦିଆଯିବନି ଯେ ପିଲାଙ୍କ ଉପରେ କଣ କରିବ ମାନେ ଯେମିତି କି ହେଭି ସ୍କୁଲ ବ୍ୟାଗ ରହିବ ପ୍ରୋଭାଇଡିଂ ଷ୍ଟ୍ରାଟେଜି ଓ ଏନକରେଜିଂ ଆନାଲିଟିକ୍ସ ସେ କଣ କରିଥିଲା ଯେ ଆନାଲିଟିକ ପିଲାମାନେ ନିଜେ ନିଜେ ଯେମିତି କି ଥଟ୍ ଆଉ ମାନେ ଲର୍ଣ୍ଣିଂ ଗୁଡାକ କ୍ରିଏଟ କରିବେ ରୁଟ ମାନେ ରୁଟ ଲର୍ଣ୍ଣିଂ ମାନେ ହଉଛି କଣ ଘୁଷି କରି ଶିଖିବା ତାଠୁ ଦୂରେଇକି ରହିବେ ନିଜେ କେମିତି ଶିଖି ପାରିବେ ହେଲା ଆଉ କଣ ନା ହେଭି ସ୍କୁଲ ବ୍ୟାଗକୁ ବି ସିଏ ମାନେ ବନ୍ଦ କରିବା ପାଇଁ କହିଥିଲା ଟେକ୍ସଟ ହେଭି ଗୁଡାକ ମାନେ ଯେମିତି ହୋମୱାର୍କ ବହୁତ ବହୁତ ଅଧିକା ଦେଇ ଦିଆଯାଉଥିଲା ସେଟାକୁ ବି ସେ କଣ କରୁଥିଲା ବନ୍ଦ କରୁଥିଲା ତେଣୁ ଯଦି ପଚାରେ ଯେଗୁଡାକ ଯେମିତି କି ସ୍କୁଲ ବ୍ୟାଗ ହେଭି ସ୍କୁଲ ବ୍ୟାଗ ବିରୋଧ କରୁଥିଲା କୋଉ କମିଟି ନା ୟଶପାଲ କମିଟି ହେଲା ରୁଟ ଲର୍ଣ୍ଣିଂ ମାନେ ଯୋଉ ଘୋଷା ପଦ୍ଧତିକୁ କିଏ ମାନେ ବିରୋଧ କରୁଥିଲା ନା ହଉଛି ୟଶପାଲ କମିଟି ସେ ସେଇଥିପାଇଁ କଣ କରୁଥିଲା ଭାର ମୁକ୍ତ ଶିକ୍ଷା କହୁଥିଲା ନେକ୍ସଟ ଅଛି ରାମମୂର୍ତ୍ତି କମିଟି ରାମମୂର୍ତ୍ତି କମିଟି ଆସିଥିଲା କେବେ ନା 1990 ମସିହାରେ ହେଲା ଆଉ ଜନାର୍ଦ୍ଦନ ରେଡ୍ଡି କମିଟି ସିଏ କଣ କରିଥିଲା ଇମ୍ପ୍ଲିମେଣ୍ଟେସନ ଅଫ ଫ୍ଲୋଜ ଅଫ ଏନପି 1986 ସିଏ 1986 ରେ ଯୋଉ ଗୁଡାକ ଅବଜେକ୍ଟିଭ ଆଉ ଉଦ୍ଦେଶ୍ୟ ଗୁଡାକ ଥିଲା ତାକୁ କଣ କରିବା ପାଇଁ ନା ଇମ୍ପ୍ଲିମେଣ୍ଟ କରିବା ପାଇଁ ଦେଶ ମାଧ୍ୟମରେ ସେ ଦିଟା କମିଟି ଚେଷ୍ଟା କରିଥିଲେ ଆଉ ହଂସ ମେହେତା କମିଟି ଯେ 1962 ମସିହାରେ ଆସିଥିଲା ଏଟା ସେତେ ଇମ୍ପୋର୍ଟାଣ୍ଟ ନାହିଁ ଖାଲି ଶୁଣି ଦେଇଥାନ୍ତୁ ଯଦି ପଡି ଯାଇପାରେ ପରୀକ୍ଷାରେ ଏସେଷ୍ଟ ଏଣ୍ଡ ଦ ଆଡଭୋକେଟ ଫର ଜେଣ୍ଡର ଇକ୍ୱାଲିଟି କରିକୁଲା ଯଦି ପଚାରେ ଯେ ପୁଅ ଝିଅ ଭିତରେ ଜେଣ୍ଡର ଇକ୍ୱାଲିଟି ଏଜୁକେସନ କ୍ଷେତ୍ରରେ ପ୍ରଥମେ ଆଣିଥିଲେ କିଏ ନା ହଂସ ମେହେତା କମିଟି 1962 ମସିହାରେ ପକେଇ ଦେଇପାରେ ବି କହି ହଉନାହିଁ ହେଲା ତେଣୁ ଏଇଟା ଦେଖିଦେଇ ଯାଇଥିବେ ହଂସ ମେହେତା କମିଟି ଦିଟା ଜେଣ୍ଡର ଇକ୍ୱାଲିଟି ଭିତରେ କଣ ଆଣିବା ପାଇଁ କରିକୁଲମ କ୍ଷେତ୍ରରେ ଆଣିଥିଲା କିଏ ନା ହଂସ ମେହେତା କମିଟି 1962 ମସିହାରେ ହେଲା ପରବର୍ତ୍ତୀ ପ୍ରଶ୍ନକୁ ଯିବା କଣ ଦେଇଛି ପରବର୍ତ୍ତୀ କ୍ୱେଶ୍ଚନ ଦେଇଛି ମାଧ୍ୟମିକ ଶିକ୍ଷା କମିଶନ ଯୋଉଟା କି 1952-53 କାହା ଅଧ୍ୟକ୍ଷତାରେ ଗଠିତ ହେଇଥିଲା ଯେଟା କି ଆମେ ସେକେଣ୍ଡାରୀ ଏଜୁକେସନ ଟିକେ ଆଗରୁ ପଢିକି ଆସିଲୁ ସେଇ ଯୋଉ ସେକେଣ୍ଡାରୀ ଏଜୁକେସନ କାହା ଅଧ୍ୟକ୍ଷତାରେ ଆମର ତିଆରି ହେଇଥିଲା ଅପସନ କଣ ଦେଇଛି ଡକ୍ଟର ଏସ୍ ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ଡକ୍ଟର ଡିଏସ୍ କୋଠାରୀଙ୍କ ଅଧ୍ୟକ୍ଷତାରେ ନା ହଉଛି ଡକ୍ଟର ଲକ୍ଷ୍ମଣ ସ୍ୱାମୀ ମୁଦଲିୟରଙ୍କର ଅଧ୍ୟକ୍ଷତାରେ ନା ହଉଛି ଆଚାର୍ଯ୍ୟ ରାମମୂର୍ତ୍ତିଙ୍କ ଆମର ଅଧ୍ୟକ୍ଷତାରେ କାହା ଅଧ୍ୟକ୍ଷତାରେ ଆମେ ସେକେଣ୍ଡାରୀ ଏଜୁକେସନ କମିଶନ ଆସିଥିଲା ସଠିକ ଉତ୍ତର କଣ ହବ ନା ଅପସନ ନମ୍ବର ସି ଯାଇକି ମୁଦାଲିୟର କମିଶନ କେବେ କହିଥିଲେ ସେ ମୁଦାଲିୟର କମିଶନର ଲିଡର କିଏ ଥିଲେ ନା ଡକ୍ଟର ଏ ଲକ୍ଷ୍ମଣ ଆମର ମୁଦାଲିୟର ହେଲା ଡକ୍ଟର ଲକ୍ଷ୍ମଣ ସ୍ୱାମୀ ମୁଦାଲିୟର ଥିଲେ ଯିଏକି ଚେୟାରମ୍ୟାନ ଥିଲେ କମିଶନ ଯୋଉ ଆମର ମୁଦାଲିୟର କମିଶନ লিডিং টু ଦ କମନ ଟାଇଟଲ ମୁଦାଲିୟର କମିଶନ ଡକ୍ଟର ରାଧାକ୍ରିଷ୍ଣନ କିଏ ଥିଲେ ୟୁନିଭର୍ସିଟି ଏଜୁକେସନ ହେଡ୍ ଥିଲେ ଡିସ୍କସନ କରିଛି ସେଠି 1948 ମସିହାରେ ଆସିଥିଲା ହେଲା ଆଉ ଡକ୍ଟର ଡିଏସ୍ କୋଠାରୀ କୋଠାରୀ କମିଶନର ଥିଲେ ସେଠି 1964-66 ଭିତରେ ଥିଲା ଆଉ ଆଚାର୍ଯ୍ୟ ରାମମୂର୍ତ୍ତି କଣ ଥିଲେ ଯେ ହେଡେଡ ଦ 1990 ରିଭ୍ୟୁ କମିଟି ଗୋଟେ ରିଭ୍ୟୁ କମିଟି ଆସିଥିଲା ଏଜୁକେସନ ଉପରେ ସେଥିରେ 1990 ମସିହାରେ ଆସିଲେ ସେଇଥିରେ କିଏ ଥିଲେ ନା ଆଚାର୍ଯ୍ୟ ରାମମୂର୍ତ୍ତି ଥିଲେ ସେଇଥିର ଆମର ହେଡ୍ ହେଲା ତେଣୁ 3-4ଟା ହେଡ୍ ଗୁଡାକ ଟିକେ ମନେ ରଖିଥିବେ ପକେଇ ପାରେ ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ ପ୍ରଶ୍ନ ଅଛି କେଉଁ ଶିକ୍ଷାନୀତି ଅପରେସନ ବ୍ଲାକବୋର୍ଡ
ଯୋଜନା ଆରମ୍ଭ କରିବାକୁ ସୁପାରିଶ କରିଥିଲା। ଭେରି ଭେରି ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା। ଅପରେସନ୍ ବ୍ଲାକବୋର୍ଡଟା ବାରମ୍ବାର ସିଟି ପରୀକ୍ଷାରେ ଆସୁଛି ହେଲା। ହ୍ୱିଚ୍ ପଲିସି ରେକମେଣ୍ଡ ଦ ଇଣ୍ଟ୍ରୋଡକ୍ସନ୍ ଅଫ୍ ଅପରେସନ୍ ବ୍ଲାକବୋର୍ଡ ସ୍କିମ୍। ଅପରେସନ୍ ବ୍ଲାକବୋର୍ଡ ସ୍କିମ୍‌ଟା କିଏ ଆରମ୍ଭ ବା ସୁପାରିଶ କରିଥିଲା? ଅପସନ୍ କ'ଣ ଦେଇଛି? ଏନ୍‌ପି 1968, ଏନ୍‌ପି 1986 ବା ଜାତୀୟ ଶିକ୍ଷାନୀତି 2020 ନା ହଉଛି ୱାର୍ଦ୍ଧା ଯୋଜନା ହେଲା। କୋଉଟା ଆମର ଏ ଯୋଉ ବ୍ଲାକବୋର୍ଡ ଅପରେସନ୍ ବା ଅପରେସନ୍ ବ୍ଲାକବୋର୍ଡକୁ ସୁପାରିଶ କରିଥିଲା? ସଠିକ ଉତ୍ତରଟି କ'ଣ ହବ? ନା ଅପସନ୍ ନମ୍ବର ବି, ଯେଉଁଟାକି ଏନ୍‌ପିଇ ବା ଜାତୀୟ ଶିକ୍ଷାନୀତି 1986 ମସିହାରେ ଅପରେସନ୍ ବ୍ଲାକବୋର୍ଡଟା ଲଞ୍ଚ ହେଇଥିଲା ହେଲା। ଏନ୍‌ପି ର ଅର୍ଥ ହଉଛି କ'ଣ? ଏବ୍ରିଭିଏସନ୍ ପଚାରିଦି। ଏନ୍‌ପି ହଉଛି କ'ଣ? ନ୍ୟାସନାଲ ପଲିସି ଅନ୍ ଏଜୁକେସନ୍। ଅଫ୍ ନୁହେଁ, ଅନ୍ ଏଇଟା ବାରମ୍ବାର ଦେଖୁଥିବେ ଅପସନ୍ ଦେଇଥାଇପାରେ ଅଫ୍ ହେଲା। ନ୍ୟାସନାଲ ପଲିସି ଅନ୍ ଏଜୁକେସନ୍ 1986 ମସିହାରେ ଆସିଥିଲା, ଯୋଉଟାକି ଅପରେସନ୍ ବ୍ଲାକବୋର୍ଡ ଆମର ଲଞ୍ଚ ହେଇଥିଲା। ଏଟାର ପ୍ରାଇମେରୀ ଗୋଲ୍ କ'ଣ ଥିଲା? ଟୁ ସପ୍ଲାଇ ପ୍ରାଇମେରୀ ସ୍କୁଲ ୱିଥ୍ ଦ ଭାଇଟାଲ ଲର୍ଣ୍ଣିଂ ମେଟେରିଆଲ। ଯେମିତିକି କିଛି ମାନେ ପ୍ରାଇମେରୀ ସ୍କୁଲ ମାନଙ୍କୁ ପାଠ ପଢିବା ପାଇଁ କ୍ଲାସରୁମ୍ ପାଇଁ କିଛି ଯୋଉଗୁଡାକ ଇମ୍ପୋର୍ଟାଣ୍ଟ ଯୋଉ ଜିନିଷ ଗୁଡାକ ସେଗୁଡାକ ଦିଆଯାଇଥିଲା। ଯେମିତିକି ଏକ୍ସାମ୍ପଲ କ'ଣ ଦେଇଛି ନା ପ୍ରପର ଗୋଟେ କ୍ଲାସରୁମ୍ ରହିବ, ନେସେସରି ଟୁଲ୍ସ ଗୁଡାକ ରହିବ, ଯେମିତି ସେ ଆଉ କ'ଣ ରହିବ ନା ବାଳକ ବାଳିକା ପାଇଁ ଅଲଗା ଅଲଗା ଭାବରେ ଶୌଚାଳୟ ରହିବ, ଗୋଟେ ବ୍ଲାକବୋର୍ଡ ରହିବ, ଗୋଟେ ଭଲ ଶ୍ରେଣୀଗୃହ ରହିବ ହେଲା। ଏଗୁଡା ସବୁ ତାଙ୍କର ଯୋଉ ଅପରେସନ୍ ବ୍ଲାକବୋର୍ଡରେ, ବ୍ଲାକବୋର୍ଡ ମାନେ କେବଳ ଗୋଟେ ବ୍ଲାକବୋର୍ଡ ନୁହେଁ, ତାଙ୍କ ଭିତରେ ଗୋଟେ କ୍ଲାସରୁମ୍ ରେ ପିଲା ପଢିବା ପାଇଁ ଯେତେ ସବୁ ନେସେସରି ତାଙ୍କର ଜିନିଷ ଗୁଡାକ ରହିବା ଦରକାର, ସବୁ ଗୁଡାକ ତାଙ୍କୁ ଦିଆଯାଇଥିଲା ଅପରେସନ୍ ବ୍ଲାକବୋର୍ଡ ଭିତରେ ହେଲା। ଆଉ ଏନ୍‌ପି ଯୋଉ ନ୍ୟାସନାଲ ପଲିସି ଅଫ୍ ଏଜୁକେସନ୍ 1968 ମସିହାରେ ଆସିଥିଲା, ସିଏ କ'ଣ କରିଥିଲା? ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ୍। ତେଣୁ ଯଦି ଏଟା ବି ଇମ୍ପୋର୍ଟାଣ୍ଟ ଅଛି, ଯଦି ପଚାରେ କୋଉ ଆମର ପଲିସି ଅନୁସାରେ ଆମର ଯୋଉ ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ୍ ଦିଆଯାଇଥିଲା, କ'ଣ ମାରିବେ? ନା ସଠିକ ଉତ୍ତର ହେବ ଏନ୍‌ପି 1968 ବା ଜାତୀୟ ଶିକ୍ଷାନୀତି 1968 ରେ ଦିଆଯାଇଥିଲା ଆମର ଫ୍ରି ଆଣ୍ଡ କମ୍ପଲସରି ଏଜୁକେସନ୍। ନେକ୍ସଟ ଯୋଉ ଆସିଲା ଏନ୍‌ଇପି 2020 ବା ନ୍ୟାସନାଲ ଏଜୁକେସନାଲ ପଲିସି, ସେଇଥିରେ କ'ଣ ଆସିଲା? ନା ରିଫର୍ମ ଦ ହୋଲିଷ୍ଟିକ ଷ୍ଟ୍ରକ୍ଚରାଲ ଫ୍ରେମୱାର୍କ। ହୋଲିଷ୍ଟିକ ମାନେ ହେଉଛି କ'ଣ? ସବୁ କ୍ଷେତ୍ରରେ ପିଲା ପାଠ ବହିରେ ଥିବା ପାଠ ସହିତ ବହି ବାହାରେ ପାଠ ସହିତ ସେ କ'ଣ ହବ? ନା କଣ୍ଟାକ୍ଟ ରହିବ। ସେଟା ଦେଇଥିଲେ କିଏ? ନା ଏନ୍‌ଇପି 2020 ହେଲା। ହୋଲିଷ୍ଟିକ ଯଦି ଷ୍ଟ୍ରକ୍ଚର କଥା ଆପଣଙ୍କୁ ପଚାରିବ ତାହେଲେ ଏନ୍‌ଇପି 2020 ହବ ହେଲା। ନେକ୍ସଟ ଆସିଲା ୱାର୍ଦ୍ଧା, ଯେଟା କି 1937 ମସିହାରେ ହେଇଥିଲା। ଇଏ କ'ଣ କରିଥିଲା? ନା ୱାର୍ଦ୍ଧା କ'ଣ କରିଥିଲା? ବ୍ରଟ୍ ଫରୱାର୍ଡ ଦ ୱାର୍କ ଇଣ୍ଟିଗ୍ରେଟେଡ ଫାଉଣ୍ଡେସନାଲ ଏଜୁକେସନ୍। ଫାଉଣ୍ଡେସନାଲ ଏଜୁକେସନ୍ ଯଦି ଆପଣଙ୍କୁ ପଚାରିଥିବ ଯେ କୋଉ ଶିକ୍ଷାନୀତି ବା ପଲିସି ଆଣିଥିଲା, ନା ହଉଛି ୱାର୍ଦ୍ଧା ସ୍କିମ୍ 1937 ମସିହାରେ ହେଇଥିଲା ହେଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଦେଇଛି କ'ଣ? ନା ହଉଛି ଜାତୀୟ ଜ୍ଞାନ କମିଶନ ବା ଯୋଉ ଆମର କ'ଣ କୁହାଯାଏ ନ୍ୟାସନାଲ ନଲେଜ କମିଶନ 2005 ରେ ଯୋଉ ଆସିଥିଲା, ସେ କାହା ଅଧ୍ୟକ୍ଷତାରେ ପ୍ରତିଷ୍ଠିତ ହେଇଥିଲା ହେଲା। ସେଥିରେ ଆମର ଲିଡର କିଏ ଥିଲେ ବା ଚେୟାରମ୍ୟାନ କିଏ ଥିଲେ? ଅପସନ କ'ଣ ଦେଇଛି? ସାମ ପିତ୍ରୋଡା ଥିଲେ, ନା ହଉଛି ଡକ୍ଟର କେ କସ୍ତୁରୀ ରଙ୍ଗନ ଥିଲେ, ନା ହଉଛି ପ୍ରଫେସର ୟଶପାଲ ଥିଲେ, ନା ହଉଛି ମାଲକାନ ଅଦି ଶିଶନ ଥିଲେ ହେଲା। ତେଣୁ ଜାତୀୟ ଶିକ୍ଷା କମିଶନ ବା ଜାତୀୟ ଜ୍ଞାନ କମିଶନ ଯୋଉ ନ୍ୟାସନାଲ ନଲେଜ କମିଶନ 2005 ରେ ଆସିଲା, ତାର ଅଧ୍ୟକ୍ଷ କିଏ ଥିଲେ? ହଉଛି ସାମ ପିତ୍ରୋଡା ହେଲା। ସାମ ପିତ୍ରୋଡା ଥିଲେ ନ୍ୟାସନାଲ ନଲେଜ କମିଶନ ଏନକେସି ଯଦି ବି ଦେଇଥିବ, ଏନକେସି ର ହେଡ୍ କିଏ ଥିଲେ? ସାମ ପିତ୍ରୋଡା ଥିଲେ। ଏଟାର ଏମ୍ କ'ଣ ଥିଲା? ଷ୍ଟ୍ରେଙ୍ଗଥେନ ଦ ଇନଫ୍ରାଷ୍ଟ୍ରକ୍ଚର ଏଣ୍ଡ ଲେଭରେଜ ଡିଜିଟାଲ ନେଟୱାର୍କ ଫର ନଲେଜ ଡିସମିନେଟେସନ୍ସ ଇନ୍ ଇଣ୍ଡିଆ। ମାନେ ଡିଜିଟାଲ ନେଟୱାର୍କ ଉପରେ, ଡିଜିଟାଲି ଯେମିତି ଆପଣ ଦେଖୁଛନ୍ତି ସ୍ମାର୍ଟ ବୋର୍ଡରେ ପାଠ ପଢା ହଉଛି, ଡିଜିଟାଲି ଯେ ମାନେ କାମ ଗୁଡାକ ହଉଛି କ୍ଲାସରୁମ ଏନଭାୟରନମେଣ୍ଟରେ, ସେଟାକୁ ଆମର ଆଣିଥିଲେ କିଏ? ତାର ଅଧ୍ୟକ୍ଷ କିଏ ଥିଲେ? ନା ହଉଛି ସାମ ପିତ୍ରୋଡା, ଯୋଉଟା କି ଆସିଲା 2005 ମସିହାରେ ହେଲା। ଆଉ ଡକ୍ଟର ଯୋଉ କେ କସ୍ତୁର ରଙ୍ଗନ ଥିଲେ, ସିଏ କ'ଣ କରିଥିଲେ? ଫର୍ମୁଲେସନ ଅଫ ଏନ୍‌ଇପି 2020। ଯଦି ପଚାରେ, ଏଇଟା ଭେରି ଭେରି ଇମ୍ପୋର୍ଟାଣ୍ଟ, ଏବେ ଏଇଗୁଡାକୁ ଏନ୍‌ଇପି ଉପରେ ବହୁତ ବହୁତ କ୍ୱେଶ୍ଚନ ପଚାରୁଛି। ତେଣୁ ଯଦି ପଚାରେ ଏନ୍‌ଇପି 2020 ର ଫର୍ମୁଲେସନ ବା ପ୍ରଥମେ ତିଆରି କରିଥିଲେ କି, ତାଙ୍କର କ'ଣ କ'ଣ ସବୁ ଅବଜେକ୍ଟ ରହିବା ଦରକାର, କ'ଣ ସବୁ ଫର୍ମୁଲେଟ କରିଥିଲେ କି? ନା ହଉଛି ଡକ୍ଟର କେ କସ୍ତୁରଙ୍ଗନ ହେଲା। କସ୍ତୁରଙ୍ଗନ ତିଆରି କରିଥିଲେ ଏନ୍‌ଇପି 2020। ଆଉ ପ୍ରଫେସର ୟାସପାଲ ସେ କ'ଣ କରିଥିଲେ? ହାୟର ଏଜୁକେସନ ଏଟା ଡିସ୍କସନ କରିଦେଇଛି, କରିକୁଲମକୁ ଷ୍ଟ୍ରେଙ୍ଗଥେନ କରିବା ପାଇଁ। ଆଉ ଯୋଉ ରହିଥିଲା ମାଲକମ ଆଦି ଶୋଷଣ, ସିଏ କ'ଣ କରିଥିଲେ? ନା ଏଡଭୋକେଟିଂ ଦ ହାୟର ସେକେଣ୍ଡାରୀ ଭୋକେସନାଲ କୋର୍ସ ହେଲା। ଭୋକେସନାଲ କୋର୍ସ ଗୁଡାକୁ ଆମର ଷ୍ଟ୍ରେଙ୍ଗଥେନ କରିବା ପାଇଁ ଆମର ଯୋଉ ସେକେଣ୍ଡାରୀ ଲେବୁଲରେ ସବୁ ରହିଛି, ତାକୁ ମାନେ କାମ କରିଥିଲେ, ତାର ହେଡ୍ କିଏ ଥିଲେ? ନା ହଉଛି ମାଲକମ ଆଦି ଶୋଷଣ, ଆଦି ଶେଷିଆ ହେଲା। ସିଏ ଆଣିଥିଲେ ଆମର କ'ଣ? ଭୋକେସନାଲ ଏଜୁକେସନ ବା ଭୋକେସନାଲ କୋର୍ସ ସେକେଣ୍ଡାରୀ କ୍ଷେତ୍ରରେ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନଟି କ'ଣ ଦେଇଛି? ନା ହଉଛି କଲିକତା ବିଶ୍ୱବିଦ୍ୟାଳୟର ସମସ୍ୟା ଅନୁଧ୍ୟାନ କରିବା ପାଇଁ କୋଉ ରିପୋର୍ଟ ପାଇଁ 1917 ମସିହାରେ ଯୋଉ କମିଶନ ନିଯୁକ୍ତ ହୋଇଥିଲା, କୋଉ କମିଶନଟାକୁ 1917 ମସିହାରେ କଲିକତାର ଯୋଉ ୟୁନିଭର୍ସିଟିରେ ପ୍ରୋବ୍ଲେମ ହେଇଥିଲା ତାକୁ ସଲ୍ଭ କରିବା ପାଇଁ କରାଯାଇଥିଲା? ଅପସନ କ'ଣ ଦେଇଛି? ହଣ୍ଟର କମିଶନକୁ ଦିଆଯାଇଥିଲା, ନା ହଉଛି ରାଲେ କମିଶନ ଯୋଉ ଥିଲା ତାଙ୍କୁ ଦିଆଯାଇଥିଲା, ନା ହଉଛି ସାଡଲର କମିଶନ, ନା ହଉଛି ହଟଗ କମିଟି ହେଲା। ତେଣୁ ସଠିକ ଉତ୍ତରଟି କ'ଣ ହବ? ଆଗରୁ ଡିସ୍କସନ କରିଦେଇଛି। ଯଦି ପଚାରେ କଲିକତାର ଯୋଉ ଇସ୍ୟୁ ହେଇଥିଲା ୟୁନିଭର୍ସିଟି, ତାକୁ ସଲ୍ଭ କରିବା ପାଇଁ କୋଉ କମିଶନ? ନା ହଉଛି ଅପସନ ନମ୍ବର ସି, କ'ଣ? ସାଡଲର କମିଶନ ହେଲା। ସାଡଲର କମିଶନକୁ ଯୋଉ ୟୁନିଭର୍ସିଟି ଥିଲା କୋଲକାତାର, ତାକୁ ଆମର କ'ଣ କରିବା ପାଇଁ? ସଲ୍ଭ କରିବା ପାଇଁ ଆମର ସାଡଲର କମିଶନ 1917 ମସିହାରେ ଏପଏଣ୍ଟ କରାଯାଇଥିଲା ହେଲା।
ଆଉ ହଣ୍ଟର କମିଶନ ତ କରିଦେଇଛି। ରାଇଲ କମିଟିଟା ଏଇଟା ନୂଆ ଅଛି। ରାଇଲ କମିଟି ଆସିଥିଲା କି 1902 ମସିହାରେ। ଇଏ ଆସିଥିଲା କଣ ପାଇଁ? ଲିଡ୍ ଟୁ ଇଣ୍ଡିଆନ ୟୁନିଭର୍ସିଟି ଆକ୍ଟ, ମାନେ ଗୋଟେ ସମସ୍ତ ପ୍ରକାର ଇଣ୍ଡିଆ ଯେତେ ପ୍ରକାର ୟୁନିଭର୍ସିଟି ଅଛି ତାଙ୍କ ମାନେ ଗୋଟେ ଲ ରେ ସେମାନେ ଗୋଟେ କାମ କରିବେ। ସେମାନେ ମାନେ ଯିଏ ୟୁନିଭର୍ସିଟି ଚାହିଁବ ସିଏ ତାଙ୍କ ଲ ଅନୁସାରେ କାମ କରିବ। ସେଇ ଲ ଗୋଟେ ୟୁନିଭର୍ସିଟି ଲ ଆଣିବା ପାଇଁ ଆସିଥିଲା କି ନା ରାଇଲ କମିଶନ, ଯୋଉଟା କି 1904 ମସିହାରେ ଇମ୍ପ୍ଲିମେଣ୍ଟ ହେଇଥିଲା, ଯାହାକୁ ଇଣ୍ଡିଆନ ୟୁନିଭର୍ସିଟି ଆକ୍ଟ 1904। ଯଦି ପଚାରେ ଇଣ୍ଡିଆନ ୟୁନିଭର୍ସିଟି ଆକ୍ଟ 1904 ପାଇଁ କୋଉ କମିଶନ ବସିଥିଲା, କଣ ହବ? ରାଇଲ କମିଟି 1902 ମସିହାରେ ଆସିଥିଲା। ଆଉ ଯୋଉ ହଟ୍ଟ କମିଟି 1929 ମସିହାରେ ଆସିଥିଲା। ସେଟା ବର୍ଡର ସିଷ୍ଟମେଟିକ ମାସ ଲିଟରେସି ଲେଭେଲ, ମାନେ ଲିଟରେସି ସ୍ୱାକ୍ଷରତା ହାର ବଢିବା ପାଇଁ ଆମର ହଟ୍ଟ କମିଟି ଆସିଥିଲା। ସେଟା ଇମ୍ପୋର୍ଟାଣ୍ଟ ନାହିଁ, ତଥାପି ଦେଖିଦେଇଥିବେ ଯଦି ପକେଇ ଦେଇ ପାରିବି ହେଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ପ୍ରାଥମିକ ଶିକ୍ଷାରେ ଅପଚୟ ଏବଂ ଅବାଧ୍ୟତା ବା ୱେଷ୍ଟେଜ ଏଣ୍ଡ ଷ୍ଟେଜନେସନ୍ସ ଧାରଣା ପ୍ରଥମେ କାହା ଦ୍ୱାରା ଦର୍ଶାଯାଇଥିଲା ହେଲା। ଦ ୱେଷ୍ଟେଜ ଏଣ୍ଡ ଷ୍ଟେଜନେସନ concept in primary education was the first highlighted, କାହା ଦ୍ୱାରା ହାଇଲାଇଟ ହେଇଥିଲା? ଅପସନ କଣ ଦେଇଛି? ହଟ୍ଟଗ କମିଟି ଦ୍ୱାରା, ନା ହଉଛି ସାର୍ଜେଣ୍ଟ କମିଟି ଦ୍ୱାରା, ନା ହଉଛି ଏବଟ ଉଡ୍ ରିପୋର୍ଟ ଦ୍ୱାରା, ନା ହଉଛି ୱାର୍ଧା ସ୍କିମ୍ ଦ୍ୱାରା। କାହା ଦ୍ୱାରା ପ୍ରାଇମେରୀ ଏଜୁକେସନ ରେ ଆମର ଯୋଉ ଅପଚୟ ଆଉ ଆବଦ୍ଧତା ଉପରେ ହାଇଲାଇଟ କରାଯାଇଥିଲା? ସଠିକ ଉତ୍ତରଟି କଣ ହବ? ନା ହଟ୍ଟ କମିଟି ହେଲା। ହଟ୍ଟ କମିଟି ଆସିଥିଲା କେବେ? 1929। ଟିକେ ଡିସ୍କସନ କଲି ଯେ କି କଣ କରିଥିଲା, ଆମର ପ୍ରାଇମେରୀ ଏଜୁକେସନ ରେ ଯୋଉ ୱେଷ୍ଟେଜ ବା ଲିଭିଂ ସ୍କୁଲ ମିଡ ୱେ ହେଲା, ଅଧାରେ ଛାଡି ଯାଉଥିଲେ ଆଗରୁ ପିଲାମାନେ, ଜାଣିଛନ୍ତି, ସେମାନଙ୍କୁ ପୁଣି ଥରେ ମାନେ ସେଟାକୁ ରୋକିବା ପାଇଁ ଆମର ଅଣାଇଥିଲା। ଆଉ ହଉଛି ଷ୍ଟେଜନେସନ ମାନେ ହଉଛି ରିପିଟିଂ କ୍ଲାସେସ୍ ମଲ୍ଟିପୁଲ ଟର୍ମସ୍ ହେଲା। ଗୋଟେ କ୍ଲାସକୁ ଧର ଯୋଉ କଣ କରିବା, କ୍ଲାସ କୋର୍ସ ସରିଲା, ସେମାନଙ୍କୁ କଣ ସ୍କୁଲ ଛୁଟି ପଡି ଯାଉଥିଲା, ନା ସେଟା କଣ କରାଯିବ? ରିପିଟିଂ କ୍ଲାସେସ୍ ମଲ୍ଟିପୁଲ ଟର୍ମସ୍ ହେଲା। ଯଦି କିଏ ଫେଲ ହେଇଯାଉଛି ତାକୁ ବାରମ୍ବାର ମାନେ ତାକୁ ଆଉଥରେ ପଢେଇ କେମିତି ପାସ୍ କରାଯିବ, ସେଇ ପାଇଁ ଆମର ଆସିଥିଲା କିଟା, ନା ହଟ୍ଟ କମିଟି। ଆଉ ସାର୍ଜେଣ୍ଟ କମିଟି ହଉଛି କଣ? ସିଏ କଣ କରିଥିଲା? ୟୁନିଭର୍ସାଲ ପୋଷ୍ଟ ୱାର ଇନଫ୍ରାଷ୍ଟ୍ରକ୍ଚର ସେଟଅପ୍, ମାନେ ଯୋଉ ଯୁଦ୍ଧ ହେଇଥିଲା ତାପରେ କେମିତି କଣ ଏଜୁକେସନରେ ଇମ୍ପ୍ରୁଭ ହେଇପାରେ, ସେଇ ପାଇଁ ଆସିଥିଲା ହେଲା। ଆଉ ଗୁଡାକ ଇମ୍ପୋର୍ଟାଣ୍ଟ ନାହିଁ। ୱାର୍ଦ୍ଧାଟା କହିଥିଲି ଗାନ୍ଧୀ କ୍ରାଫ୍ଟ ଓରିଏଣ୍ଟେଡ ବେସିକ ଏଇ ଯୋଉ ଭୋକେସନାଲ ଏଜୁକେସନ କ୍ଷେତ୍ରରେ ୱାର୍ଦ୍ଧାଟା ଆସିଥିଲା ହେଲା। ଗାନ୍ଧୀଜୀଙ୍କର ଯୋଉ ରହିଥିଲା କ୍ରାଫ୍ଟ ଓରିଏଣ୍ଟେଡ, ଯେ ଭୋକେସନାଲ ଏଜୁକେସନ ମଧ୍ୟ କୁହାଯାଇଥାଏ, ବେସିକ ଯୋଉ ଏଜୁକେସନ ଟାକୁ ଆଣିଥିଲା କି ନା ୱାର୍ଦ୍ଧା ଆଣିଥିଲା। ନେକ୍ସଟ ପ୍ରଶ୍ନ ଅଛି କଣ? ଏନଇପି 2020 ଦ୍ୱାରା ସୁପାରିଶ କରାଯାଇଥିବା ନୂତନ ଶିକ୍ଷା ଦାନ ଏବଂ ପାଠ୍ୟକ୍ରମର ସଂରଚନା କଣ? ଏନଇପି 2020 ଅନୁସାରେ କୋଉଟା ସିଏ ଦେଇଥିଲା? 10+2, 5+3+4, ନା ହଉଛି 5+3+2+2, ନା ହଉଛି 10+2+3 ହେଲା। କୋଉଟା ଆମର ଏନଇପି 2020 ଅନୁସାରେ ଦେଇଛି? ଅପସନ ନମ୍ବର ବି, ଯୋଉଟା କଣ ଅଛି 5+3+4 ହେଲା। ଏନଇପି 2020 ଅନୁସାରେ କଣ ହେଇଛି, ନା ସେ କମ୍ପ୍ଲିଟଲି ମଡର୍ଣ୍ଣାଇଜ କରିଛି ଏଜୁକେସନ ଟାକୁ। ଯେମିତି କି ଫାଉଣ୍ଡେସନାଲ ପଢିବା କେତେ, ନା 5 ବର୍ଷ। ତାପରେ ହଉଛି ପ୍ରି ପ୍ରିପାରେଟୋରୀ, ଏଟା ମନେ ରଖିଥିବେ ୱାର୍ଡ ଗୁଡାକ ଯେମିତି ଲେଖା ହେଇଛି, ବେଳେ ବେଳେ ଦେଇଦେବ। ଏନଇପି 2020 ଅନୁସାରେ ଆମର ଫାଉଣ୍ଡେସନାଲ ଯୋଉ ପଢିବେ ପିଲାମାନେ କେତେ ବର୍ଷ ପର୍ଯ୍ୟନ୍ତ? 5 ବର୍ଷ। ତେଣୁ ଏଇ ୱାର୍ଡ ଗୁଡାକ ମନେ ରଖିଥିବେ ହେଲା। ତାପରେ ଆସିବ ପ୍ରି ପ୍ରିପାରେଟୋରୀ। ପ୍ରିପାରେଟୋରୀ ହଉଛି କେତେ ବର୍ଷ? ନା 3 ବର୍ଷ। ତାପରେ ମିଡିଲ ପଢିବ 3 ବର୍ଷ। ତାପରେ ସେକେଣ୍ଡାରୀ ପଢିବ 4 ବର୍ଷ, ଯୋଉଟା କି ଆମେ +3 ପର୍ଯ୍ୟନ୍ତ କହୁଛେ ହେଲା। +3 ଆମର ଯୋଉ 3 ବର୍ଷ ଥିଲା, ଏବେ 4 ବର୍ଷ ହେଇଛି, ସେଟା ସେକେଣ୍ଡାରୀ ମଧ୍ୟ କୁହାଯାଇଥାଏ। ମନେ ରଖିଥିବେ ଫାଉଣ୍ଡେସନାଲ 3 ବର୍ଷ 5 ବର୍ଷ, ପ୍ରିପାରେଟୋରୀ ହଉଛି 3 ବର୍ଷ, ମିଡିଲ ହଉଛି 3 ବର୍ଷ, ଆଉ ସେକେଣ୍ଡାରୀ ହଉଛି 4 ବର୍ଷ। 10+2 ତ ନାହିଁ, ତେଣୁ ଏଟା ଟିକେ ମନେ ରଖିଥିବେ। ଏଟା ଇମ୍ପୋର୍ଟାଣ୍ଟ ଅଛି। ଏନଇପି 2020 ଏବେ ତ କ୍ୱେଶ୍ଚନ ସବୁ ଶିଫ୍ଟରେ ଦେଖିବେ, କ୍ୱେଶ୍ଚନଟା ଏନଇପି 2020 ଆସିଥିବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। କେଉଁ କମିଶନ ଭାରତରେ ଗ୍ରାମୀଣ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁପାରିଶ କରିଥିଲା? ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା, ଯେ କୋଉ କମିଶନ ରେକମେଣ୍ଡ କରିଥିଲା ଟୁ ଏଷ୍ଟାବ୍ଲିଶ ଦ ରୁରାଲ ୟୁନିଭର୍ସିଟିଜ ଇନ ଇଣ୍ଡିଆ? ଗ୍ରାମୀଣ ଯୋଉ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ କିଏ ସୁପାରିଶ କରିଥିଲା? ଅପସନ କଣ ଦେଇଛି? କୋଠାରୀ କମିଶନ ଦେଇଥିଲା, ନା ହଉଛି ରାଧାକ୍ରିଷ୍ଣନ କମିଶନ ଦେଇଥିଲା, ନା ହଉଛି ମୁଦାଲିୟର କମିଶନ ଦେଇଥିଲା, ନା ହଉଛି ସାର୍ଜେଣ୍ଟ ରିପୋର୍ଟ ଦେଇଥିଲା? କୋଉ କମିଶନ ଅନୁସାରେ ଆମେ ଗ୍ରାମୀଣ ବିଶ୍ୱବିଦ୍ୟାଳୟକୁ ସ୍ଥାପନଟା କରିଥିଲେ? ସଠିକ ଉତ୍ତର ହବ କଣ? ଅପସନ ନମ୍ବର ବି, ଯୋଉଟା କି ରାଧାକ୍ରିଷ୍ଣନ କମିଟି ହେଲା। ରାଧାକ୍ରିଷ୍ଣନ କମିଟି ୟୁନିଭର୍ସିଟି ଏଜୁକେସନ ଉପରେ ଦେଇଥିଲା, ଡିସ୍କସନ କରିଥିଲି। ତାରି ଅନୁସାରେ କଣ ହେଲା, ନା ହଉଛି 1948-49 ଭିତରେ ଆମର ଗ୍ରାମୀଣ ଯୋଉ ବିଶ୍ୱବିଦ୍ୟାଳୟ ଗୁଡାକ ସେଟାକୁ ପ୍ରତିଷ୍ଠା କରାଯାଇଥିଲା ହେଲା। ତେଣୁ ମନେ ରଖିଥିବେ। ଆଉ କୋଠାରୀ କମିଶନ ଡିସ୍କସନ କରିସାରିଛି, ଆଉ କରିବାନି। ସାର୍ଜେଣ୍ଟ ବି ସେମିତି ଡିସ୍କସନ କରିଯାଇଛି। ନେକ୍ସଟ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ ପ୍ରଶ୍ନ ଅଛି, ସାଧାରଣ ବିଦ୍ୟାଳୟ ବ୍ୟବସ୍ଥା ବା କମନ ସ୍କୁଲ ସିଷ୍ଟମ ଯୋଉଟା ରହିଲା, କାହାର ଏକ ଦୃଢ ସୁପାରିଶ ଥିଲା ହେଲା? କିଏ ଆମର ଯୋଉ ସାଧାରଣ ବିଦ୍ୟାଳୟ ବ୍ୟବସ୍ଥାଟାକୁ ସୁପାରିଶ କରିଥିଲେ? ଅପସନ କଣ ଦେଇଛି? କୋଠାରୀ କମିଶନ ଦେଇଥିଲା, ନା ହଉଛି ହଣ୍ଟର କମିଶନ ଦେଇଥିଲା, ନା ହଉଛି ୟଶପାଲ କମିଶନ ଦେଇଥିଲା, ନା ହଉଛି ରାମମୂର୍ତ୍ତି କମିଟି ଦେଇଥିଲା? କମନ ସ୍କୁଲ ସିଷ୍ଟମଟାକୁ କିଏ ଦେଇଥିଲେ? ନା ହଉଛି କୋଠାରୀ କମିଶନ ହେଲା। ମନେ ରଖିଥିବେ ଅପସନ ନମ୍ବର ଏଟା ଠିକ ହବ। କୋଠାରୀ କମିଶନ ଦେଇଥିଲା ଆମର ସାଧାରଣ କମନ ସ୍କୁଲ ସିଷ୍ଟମଟା। Kothari Commission promote the common school system to bridge the society division by the providing equal school environment to all children ହେଲା। ସମସ୍ତ ପିଲାକୁ ସେମାନେ ଯୋଉ ବର୍ଗରୁ ଆସିଥାନ୍ତୁ ହେଲା, ତାଙ୍କ ଭିତରେ ଇଣ୍ଡିଭିଜୁଆଲ ଡିଫରେନ୍ସ ଥାଉ ବା ଯେଉଁ ପ୍ରକାର ପିଲାକୁ ବି ସେମାନେ କଣ କରିବେ, କମନ ସ୍କୁଲ, ସେମାନଙ୍କୁ ଯାହା ଭିତରେ ଧର ଯୋଉ ଅଛି କଣ, ସିଏ ପଢି ପାରିବନି, ଲେଖି ପାରିବନି, ଯେଟା କୁହାଯାଏ କଣ, ଇନକ୍ଲୁସିଭ ଏଜୁକେସନ ମଧ୍ୟ କୁହାଯାଇ ପାରିବ ହେଲା। ସେମାନଙ୍କୁ ସବୁ ପରିଶେଷରେ ତାଙ୍କୁ ଗୋଟେ ହିଁ ସ୍କୁଲରେ ତାଙ୍କୁ ପଢାଯିବ ହେଲା, ଯୋଉଠି ବି ହେଇଥାଉ। ସେଟାକୁ ଦେଇଥିଲା କିଏ? ନା ହଉଛି କୋଠାରୀ କମିଶନ ହେଲା। ଯୋଉ ତାଙ୍କର ୱେଲ୍ଦି ଥାଉ, ଷ୍ଟାଟସ ଥାଉ, ସବୁ କ୍ଷେତ୍ରରେ
ତାଙ୍କୁ ଗୋଟିଏ ସ୍କୁଲରେ ପଢ଼ିବା ପାଇଁ ପଡ଼େ। ସେଟା ଦେଇଥିଲା କି ନା କୋଠାରୀ କମିଶନ ଦେଇଥିଲା। ଆଉ ହଣ୍ଟର କମିଶନ କ'ଣ ଥିଲା ଡିଲ୍ଟ ୱିଥ୍ ଦ ପ୍ରୋଭିଜନ ଅଫ୍ ରିସୋର୍ସ ଡିଷ୍ଟ୍ରିବ୍ୟୁସନ କେମିତି ଡିଷ୍ଟ୍ରିବ୍ୟୁସନ ହବ ତାଙ୍କ ଭିତରେ ସମ୍ବଳ ଗୁଡ଼ାକ ସେଟା ଦେଇଥିଲା କି ଆମର ହଣ୍ଟର କମିଶନ। ୟଶପାଲ କମିଟି ଫୋକସ୍ ଅନ୍ ଷ୍ଟୁଡେଣ୍ଟ ଷ୍ଟ୍ରେସ୍ ରିଡକ୍ସନ। ୟଶପାଲ କମିଟି କହିଥିଲେ ସେଟା କି ଭାରମୁକ୍ତ ହେଲା ସେମାନଙ୍କ ଷ୍ଟ୍ରେସ୍ କମେଇବା ପାଇଁ ବେକ୍ ଫ୍ରି ଯେମିତି ହବ ହୋମୱାର୍କ କମ ପଡ଼ିବ ହେଲା ରୁଟ୍ ଲର୍ଣ୍ଣିଂ ଟାକୁ ସେମାନେ ବିରୋଧ କରୁଥିଲେ ସେଟା ଦେଇଥିଲା କି ୟଶପାଲ କମିଟି। ରାମମୂର୍ତ୍ତି କମିଟି କ'ଣ କରିଥିଲା ଇକ୍ୱାଲିଟି ଏକ୍ରସ୍ ଦ ମାଇନରିଟି ଗ୍ରୁପ ହେଲା ମାଇନରିଟି ଗ୍ରୁପ ଯେଉଁମାନେ ଅଛନ୍ତି ସେମାନଙ୍କୁ ସମସ୍ତ କ'ଣ ଦେଖାଯିବ ଇକ୍ୱାଲି ଦେଖାଯିବ ହେଲା। ତେଣୁ ପରବର୍ତ୍ତୀ ପ୍ରଶ୍ନକୁ ଯିବା କେଉଁ ବର୍ଷ ବିଶ୍ୱବିଦ୍ୟାଳୟ ଅନୁଧ୍ୟାନ ଆୟୋଗ ବା ୟୁଜିସି ଯେଟା କୁହାଯାଏ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ ଆମର ଆନୁଷ୍ଠାନିକ ଭାବେ ସାମ୍ବିଧାନିକ ସଂସ୍ଥା ରୂପେ ପ୍ରତିଷ୍ଠା ହେଇଥିଲା। ୟୁଜିସି ଟାକୁ ଆମେ ଆମ ଷ୍ଟାଟ୍ୟୁଟୋରୀ ବଡି ଯୋଉ ଅଛି ସେଟାକୁ କେବେଠାରୁ ଲାଗୁ ହେଇଥିଲା? ଅପସନ କ'ଣ ଦେଇଛି 1948 ମସିହା 1953 ମସିହା 1956 ମସିହା ନା 1964 ମସିହା କୋଉ ମସିହାଟାରେ ଆମର ୟୁଜିସି ଆକ୍ଟଟା ଫାଇନାଲି ଲାଗିଥିଲା? ସଠିକ ଉତ୍ତର କ'ଣ ହବ ନା 1956 ମସିହା ହେଲା। 1956 ମସିହା ପାଖରୁ ଲାଗୁ ହେଲା କିନ୍ତୁ ଆମର କ'ଣ ହେଇଥିଲା ନା ଇନାଗୁରେଟ ହେଇଥିଲା କେବେ 1953 ମସିହାରେ ଲାଗୁ ହେଲା 1956 ମସିହାରେ। ୟୁଜିସି ବିକମ୍ ଦ ଅଫିସିଆଲି ଷ୍ଟାଟ୍ୟୁଟୋରୀ ବଡି ଥ୍ରୋ ଦ ପାର୍ଲାମେଣ୍ଟାରୀ ଆକ୍ଟ ପାସ୍ 1956 ପାର୍ଲାମେଣ୍ଟାରୀ ଆକ୍ଟ ପାସ୍ ହେଲା 1956 ମସିହାରେ କିନ୍ତୁ ଯଦି ପଚାରେ କେବେ ମାନେ ଦିଆଯାଇଥିଲା ରିପୋର୍ଟଟା 1953 ମସିହାରେ ଲାଗୁ ହେଲା 1956 ମସିହାରେ ହେଲା। ଏଟା ଟିକେ ମନେ ରଖିଥିବେ ହେଲା। ପରବର୍ତ୍ତୀ ଯିବା କ୍ୱେଶ୍ଚନକୁ ପରବର୍ତ୍ତୀ କ୍ୱେଶ୍ଚନ କ'ଣ ଦେଇଛି ନା କେଉଁ କମିଟି 2012ରେ ଶିକ୍ଷକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲା ଏବଂ କଠୋର ନିୟାମକ ସଂସ୍କାର ପାଇଁ ପରାମର୍ଶ ଦେଉଥିଲା? ହ୍ୱିଚ୍ କମିଟି ଫୋକସ୍ ଟିଚର ଏଜୁକେସନ ଏଣ୍ଡ ସଜେଷ୍ଟେଡ୍ ଷ୍ଟ୍ରିକ୍ଟ ରେଗୁଲେଟରୀ ରିଫର୍ମସ ଇନ୍ ଦ 2012 ଏଇ ମସିହାରେ ଦେଇଥିଲା ଆମର ଶିକ୍ଷକ ଶିକ୍ଷା ଉପରେ। ଅପସନ କ'ଣ ଦେଇଛି ଜଷ୍ଟିସ ବର୍ମା କମିଟି ଜନାର୍ଦ୍ଦନ ରେଡ୍ଡି କମିଟି ନା ହଉଛି ଚଟ୍ଟୋପାଧ୍ୟାୟ କମିଟି ନା ହଉଛି ନଲେଜ ନ୍ୟାସନାଲ ନଲେଜ କମିଶନ ବା ଜାତୀୟ ଜ୍ଞାନ କମିଶନ? କିଏ ଦେଇଥିଲା ଆମର ଯୋଉ ଶିକ୍ଷକ ଉପରେ ନିୟାମକ ଗୁଡାକ? ସଠିକ ଉତ୍ତର କ'ଣ ହବ ନା ଅପସନ ନମ୍ବର ଏ ଯେଟା କ'ଣ ଅଛି ଜଷ୍ଟିସ ବର୍ମା କମିଟି ହେଲା। ଜଷ୍ଟିସ ବର୍ମା କମିଟି କ'ଣ ଦେଇଥିଲା ନା 2012 ମସିହାରେ ଶିକ୍ଷକ ମାନଙ୍କର ଶିକ୍ଷା ଉପରେ ଯେମିତି କି ବିଇଡି ଏମଏଡ ମାନେ କୋଉ ଶିକ୍ଷକ କୋଉ ଷ୍ଟେଜର ଯେମିତି ପ୍ରାଇମେରୀ ପାଇଁ ତାଙ୍କର କ୍ୱାଲିଫିକେସନ କ'ଣ ରହିବା ଦରକାର ସେକେଣ୍ଡାରୀ ପାଇଁ କ'ଣ ରହିବା ଦରକାର ୟୁନିଭର୍ସିଟି ପାଇଁ କ'ଣ ରହିବା ଦରକାର ସେଟା ଦେଇଥିଲା କିଏ ନା ହଉଛି ଜଷ୍ଟିସ ବର୍ମା କମିଟି ହେଲା। ଆଉ ଯୋଉ ଜନାର୍ଦ୍ଦନ ରେଡ୍ଡି କମିଟି ସେ କ'ଣ ଦେଇଥିଲା ରିଜନାଲ ଅପରେସନ ଅଫ ଦ ଏନପି ପାଇଁ ଦେଇଥିଲା ଆମର ଜନାର୍ଦ୍ଦନ ରେଡ୍ଡି କମିଟି। ତାପରେ ଚିତ୍ତୋପାଧ୍ୟାୟ କମିଟିରେ କ'ଣ ଦେଇଥିଲା ଏଡ୍ରେସ ଦ ଟିଚର ୱାର୍କିଂ କଣ୍ଡିସନ ଟିଚର ମାନେ କେତେ ଘଣ୍ଟା କ'ଣ କାମ କରିବେ ସ୍କୁଲରେ କ'ଣ ସବୁ କାମ ଗୁଡାକ ରହିବ ହେଲା ନନ୍ ଟିଚିଂ କାମରେ କେତେ ଘଣ୍ଟା ବା କ'ଣ ସବୁ କରିବେ ସେଟା ଦେଇଥିଲା କି ନା ଚଟ୍ଟୋପାଧ୍ୟାୟ କମିଟି ହେଲା। ଆଉ ନ୍ୟାସନାଲ ନଲେଜ କମିଶନଟା କ'ଣ କରିଥିଲେ ୟୁନିଭର୍ସିଟିର ରିସର୍ଚ୍ଚ ପ୍ରୋଗ୍ରାମ ପାଇଁ ଆମର ନ୍ୟାସନାଲ ଏଜୁକେସନ କମିଶନ ଯେଉଁଟାକି ଜାତୀୟ ଜ୍ଞାନ ଟୀକାକୁ ଡିସ୍କସନ କରିଥିଲି ସେଇଟା ଦଉଥିଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା ଦେଇଛି କ'ଣ 1937 ମସିହା ୱର୍ଧା ଯୋଜନାରେ ମୌଳିକ ଶିକ୍ଷା ହେଲା କାହା ଦ୍ୱାରା ପ୍ରଭାବିତ ହୋଇଥିଲା? ବେସିକ ଏଜୁକେସନ ନାଇ ତଲମିନ ଯୋଉ କୁହାଯାଏ ୱାଜ ପ୍ରପୋଜ ବାଇ ହୁମ୍ ଇନ ଦ ୱାର୍ଧା 1937 ମସିହାରେ ତାମାନେ ତାଙ୍କର ଫାଉଣ୍ଡର କିଏ ଥିଲେ? ଅପସନ କ'ଣ ଦେଇଛି ରବୀନ୍ଦ୍ରନାଥ ଟାଗୋର ଥିଲେ ନା ମହାତ୍ମା ଗାନ୍ଧୀ ଥିଲେ ନା ହଉଛି ଡକ୍ଟର ଜାକିର ହୁସେନ ଥିଲେ ନା ହଉଛି ଜବାହରଲାଲ ନେହେରୁ ଥିଲେ ହେଲା। ୱାର୍ଧାଟାରେ ଯୋଉ ହେଇଥିଲା 1937 ମସିହାରେ ତାର ଫାଉଣ୍ଡର କିଏ ଥିଲେ ନା ମହାତ୍ମା ଗାନ୍ଧୀ ହେଲା। ମହାତ୍ମା ଗାନ୍ଧୀ ଇଣ୍ଟ୍ରୋଡ୍ୟୁସ ଦ ନଈ ତାଲିମ ହେଲା ନେୟା ତାଲିମ ନଈ ତାଲିମ ନୁହେଁ ସରି ନେୟା ତାଲିମ ହେଲା। ନେୟା ତାଲିମ ମାନେ ସେ ଭୋକେସନାଲ ଏଜୁକେସନ ଗାନ୍ଧୀ ଯେହେତୁ ସପୋର୍ଟ କରୁଥିଲେ ସେଥିପାଇଁ ପ୍ରାଇମେରୀ ସ୍କୁଲ ୱିଥ ଲୋକାଲ କ୍ରାଫ୍ଟ ଆଣ୍ଡ ମଦର ଟଙ୍ଗ ଇନଷ୍ଟ୍ରକ୍ସନ ସେ କ'ଣ କରୁଥିଲେ ପିଲାମାନେ ସବୁବେଳେ ନିଜର ମଦର ଟଙ୍ଗ ବା ମାତୃଭାଷାରେ ପାଠ ପଢିବେ ଆଉ ଲୋକାଲ କ୍ରାଫ୍ଟ ସେମାନେ ଭୋକେସନାଲ ଏଜୁକେସନ ବି କେମିତି ମାନେ ଭବିଷ୍ୟତରେ ତାଙ୍କ କେମିତି ଗୋଟେ ସୁଦୃଢ ହେଇପାରିବ ଯେ ମାନେ ଦେଶର ଇକୋନୋମିରେ ସାହାଯ୍ୟ କରିପାରିବେ ନିଜକୁ ଗୋଟେ ସୁଦୃଢ କରିପାରିବେ ସେଇଭଳିଆ ଏଜୁକେସନ ବି ଦେବା ଦରକାର ସେ ପାଇଁ ୱାର୍ଧାଟାରେ ମହାତ୍ମା ଗାନ୍ଧୀ ନେୟା ତାଲିମ ଭାବରେ ଆମେ କ'ଣ କରିଥିଲେ ବେସିକ ଏଜୁକେସନ ଟାକୁ ଆମର ବାହାର କରିଥିଲେ ହେଲା। ଜାକିର ହୁସେନ କ'ଣ କରିଥିଲେ ସର୍ଭ ଏଜ ଏ କମିଟି ଚେୟାର ଟୁ ଫାଇନାଲାଇଜ ଦ ଏକ୍ସକ୍ଲୁସିଭ ସିଲାବସ ଟାକୁ କେମିତି କ'ଣ ହବ ସେଇଟା ପାଇଁ ଜାକିର ହୁସେନ କମିଟିଟା ହେଇଥିଲା। ରବୀନ୍ଦ୍ରନାଥ ଟାଗୋର କ'ଣ କରିଥିଲେ ପ୍ରାୟୋରିଟାଇଜ ଦ ନେଚର ବେସ୍ଡ ହ୍ୟୁମାନିଷ୍ଟିକ ଟିଚିଂ ଷ୍ଟାଇଲ। ରବୀନ୍ଦ୍ରନାଥ ଟାଗୋର ଯଦି ପଚାରେ ବେଳେବେଳେ ହ୍ୟୁମାନ ମାନଙ୍କର ଟିଚିଂ ଷ୍ଟାଇଲ ମାନେ ହ୍ୟୁମାନ ମାନଙ୍କର ନେଚର ଯେମିତିଆ ସେ ଅନୁସାରେ ଆମେ ପାଠ ପଢେଇବା ସେଟା ଯଦି ଦେଇଥିଲେ କି ନା ରବୀନ୍ଦ୍ରନାଥ ଟାଗୋର ଦେଇଥିଲେ। ଜବାହରଲାଲ ନେହେରୁ କ'ଣ କରିଥିଲେ ଜବାହରଲାଲ ନେହେରୁ ଆଡଭୋକେଟ ଫର ଦ ଇଣ୍ଡଷ୍ଟ୍ରିଆଲ ସାଇଣ୍ଟିଫିକ ଇନଷ୍ଟିଚ୍ୟୁଟ ହେଲା ସେ ଇଣ୍ଡଷ୍ଟ୍ରିଆଲ ସାଇଣ୍ଟିଫିକ ଇଏ ଉପରେ ଜବାହରଲାଲ ନେହେରୁ ଦେଇଥିଲେ। ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା ସାର୍ଜେଣ୍ଟ ରିପୋର୍ଟ ଯୋଉ 1984 ମସିହାରେ ଆସିଥିଲା ଭାରତୀୟ ଶିକ୍ଷାକୁ କୋଉ ଦେଶର ସମକକ୍ଷ ସ୍ତରକୁ ଆଣିବାକୁ ଲକ୍ଷ୍ୟ ରଖିଥିଲା ହେଲା। ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟା ଅଛି 1984 ମସିହାରେ ଯୋଉ ସାର୍ଜେଣ୍ଟ କମିଟି ଆସିଥିଲା କାହା ସହିତ ଆମ ଦେଶ ସମାନ କରିବା ପାଇଁ ଚେଷ୍ଟା କରିଥିଲା? ଆମେରିକା ସହିତ ଜର୍ମାନୀ ସହିତ ଇଂଲଣ୍ଡ ସହିତ ଜାପାନ ସହିତ। ତେଣୁ ସଠିକ ଉତ୍ତରଟି କ'ଣ ହବ ନା ଇଂଲଣ୍ଡ ସହିତ ହେଲା। ପଢିଥିଲି ଟିକେ ଆଗରୁ 40 ବର୍ଷ ଭିତରେ ଆମର କ'ଣ କରିବ ସେ 40 ବର୍ଷ ଭିତରେ କ'ଣ କରିବ ନା ଆଉ ଯୋଉ ଆମର ଦେଶର ଲେବୁଲ କରିବ କାହା ସହିତ ଇଂଲଣ୍ଡର ଶିକ୍ଷା ସହିତ ଲେବୁଲ କରିବ ଯୋଉଥିରେ କି ସଜେଷ୍ଟେଡ କ'ଣ କରିଥିଲା ୟୁନିଭର୍ସାଲ ଫ୍ରି ଲାଇନ ଫର ଚିଲଡ୍ରେନ ଏଜ 6 ରୁ 14 ବର୍ଷ ତ ସେଇ ଆମର କ'ଣ କରିଥିଲା ସଜେଷ୍ଟ କରିଥିଲା 6 ରୁ 14 ବର୍ଷ ଫ୍ରି ଏଜୁକେସନ ଟାକୁ ଦିଆଯିବା ପାଇଁ ହେଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା ପରବର୍ତ୍ତୀ କ୍ୱେଶ୍ଚନଟି ଅଛି କ'ଣ ଜାତୀୟ ଆୟର 6% ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେବା ଉଚିତ ବୋଲି କୋଉ କମିଶନ ସୁପାରିଶ କରିଥିଲା? ଆମର ଭାରତରେ ଯେତିକି କ'ଣ ଅଛି ନା ଆମର ଆୟ ଅଛି ସେଥିରେ 6% ଆମେ କ'ଣ କରିବା ଏଜୁକେସନରେ ଖର୍ଚ୍ଚ କରିବା ସେଟା ଆମର ସୁପାରିଶ କିଏ କରିଥିଲା? ଅପସନ କ'ଣ ଦେଇଛି
କୋଠାରୀ କମିଶନ ଆମର ଦେଇଥିଲା ନା ହଉଛି ରାଧାକିଷ୍ଣନ କମିଶନ ଦେଇଥିଲା ନା ହଉଛି ମୋଦାଲିଆର କମିଶନ ଦେଇଥିଲା ନା ହଉଛି ହଣ୍ଟର କମିଶନ ଦେଇଥିଲା। ସଠିକ ଉତ୍ତରଟି କଣ ହବ? କୋଉ କମିଟି ଦେଇଥିଲା ଆମର 6% ଖର୍ଚ୍ଚ ହବ? ଅପସନ ନମ୍ବର ଏ ଯେଟା କି କୋଠାରୀ କମିଶନ। ଆଗରୁ କହିଥିଲି କୋଠାରୀ କମିଶନ କଣ ଥିଲା 1964 ଭିତରେ 66 ଭିତରେ ଆସିଥିଲା। ସେ ଆକାଉଣ୍ଟ କରିଥିଲା 6% ଆମର ଜିଡିପି ରେ ଯୋଉ ଅଛି ସେଥିରେ ଆମେ କେବଳ କଣ କରିବା ନା ଏଜୁକେସନରେ ଖର୍ଚ୍ଚ କରିବା ହେଲା। ବୁଝିପାରିଲେ? ପରବର୍ତ୍ତୀ କ୍ୱେଶ୍ଚନକୁ ଯିବା। ପରବର୍ତ୍ତୀ କ୍ୱେଶ୍ଚନ କଣ ଅଛି? ବହୁମୁଖୀ ବିଦ୍ୟାଳୟ ବା ମଲ୍ଟିପର୍ପଜ ସ୍କୁଲ କେଉଁ କମିଶନ ଦ୍ୱାରା ସୁପାରିଶ କରାଯାଇଥିଲା? ମଲ୍ଟିପର୍ପଜ ସ୍କୁଲ ୱାଜ ରେକମେଣ୍ଡେଡ ହୁଇଚ୍ କମିଶନ ଡାଇଭରସିଫାଇ ସେକେଣ୍ଡାରୀ ଏଜୁକେସନ। ସେକେଣ୍ଡାରୀ କ୍ଷେତ୍ରରେ ଆମେ ମଲ୍ଟିପର୍ପଜ ସ୍କୁଲଟା ଯେମିତି କହିପାରିବା ସେଟା ସୁପାରିଶ କିଏ କରିଥିଲା? କୋଠାରୀ କମିଶନ ନା ହଉଛି ମୋଦାଲିଆର କମିଶନ ନା ହଉଛି ବିଶ୍ୱବିଦ୍ୟାଳୟ କମିଶନ ନା ହଉଛି ସାଡଲର କମିଶନ। ସଠିକ ଉତ୍ତରଟି କଣ ହବ? ନା ହଉଛି ମୋଦାଲିଆର କମିଶନ ହେଲା। ମୋଦାଲିଆର ଯେହେତୁ ଆମର ସେକେଣ୍ଡାରୀ ସ୍କୁଲ ପାଇଁ ଦେଇଥିଲା ସେ ହିଁ ରେକମେଣ୍ଡ କରିଥିଲା ଯେ ଆମେ କଣ କରିବା ମଲ୍ଟିପର୍ପଜ ସ୍କୁଲ ଟୁ ଅଫର ଡାଇଭର୍ସ ଏକାଡେମିକ ଏଣ୍ଡ ଭୋକେସନାଲ କୋର୍ସ। ସେଇଥିରେ ଆମେ କଣ କରିବା ଏକାଡେମିକ ମାନେ ଯେମିତି ପିଲାମାନେ ପାଠ ପଢିବେ ଶିକ୍ଷା କେମିତି ବିଲ୍ଡ ଅପ୍ ହବ ପ୍ଲସ ଭୋକେସନାଲ କୋର୍ସଟାକୁ ବି ଆମେ ସେଥିରେ ଏଡ୍ କରିବା। ଆଉ ଏଲଏମଇ ଷ୍ଟୁଡେଣ୍ଟ ଟୁ ଚୁଜ୍ ଦ କ୍ରାକ୍ ବେସ୍ଡ ଅନ୍ ଦେୟାର ଇଣ୍ଟରେଷ୍ଟ। ସେମାନଙ୍କ ଇଣ୍ଟରେଷ୍ଟ ଅନୁସାରେ ସେମାନଙ୍କୁ କଣ କରିବା ନା ଆମେ ବାଛିବା ପାଇଁ ଦିଆ ଯେମିତି ଆମେ କଣ କହିଥାଉ ନା ସେକେଣ୍ଡାରୀରେ ଆମେ ସାଇନ୍ସ କରିଥାଉ ଆର୍ଟସ କରିଥାଉ କମର୍ସ କରିଥାଉ ହେଲା। ଆମେ ପିଲାଙ୍କୁ ବାଛିବା ପାଇଁ ଦେଇଥାଉ ଯେ ସେମାନଙ୍କ ଇଣ୍ଟରେଷ୍ଟ ଅନୁସାରେ ସେମାନେ ପାଠ ପଢିବେ ହେଲା। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଜାତୀୟ ଗବେଷଣା ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଯେଠି ଏନସିଆରଟି କୁହାଯାଏ ହେଲା। ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ। ଏଇ ଡେଫିନେସନଟା ଟିକେ ଦେଖିଦେଇଥିବେ ହେଲା। ବାରମ୍ବାର ପଚାରେ ଏବ୍ରିଭିଏସନଟା ନ୍ୟାସନାଲ କାଉନସିଲ ଅଫ ଏଜୁକେସନ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ହେଲା। ଏନସିଆରଟି ର ଫୁଲ ଫର୍ମ ପଚାରେ କୋଉ ବର୍ଷ ପ୍ରତିଷ୍ଠା ହେଇଥିଲା? 1961 ମସିହାରେ 1964 ମସିହାରେ 1956 ମସିହାରେ 1986 ମସିହାରେ। କୋଉ ମସିହାରେ ଆମର ଏନସିଆରଟି ପ୍ରତିଷ୍ଠା ହେଇଥିଲା? ସଠିକ ଉତ୍ତର ହବ 1961 ମସିହାରେ ହେଲା। ଏନସିଆରଟି କେବେ ପ୍ରତିଷ୍ଠା ହେଇଥିଲା? 1961 ମସିହାରେ ଆରମ୍ଭ ହେଇଥିଲା। ମନେ ରହିଲା। ଆଉ ୟୁଜିସି ଟା ବି ମନେ ରଖିଥିବେ ଡିସ୍କସନ ସରିଯାଇଛି। ୟୁଜିସି ଏବଂ ସେଟା ଟିକେ ମନେ ରଖିଥିବେ କେବେ କଣ କାମ ହେଇଥିଲା। ପରବର୍ତ୍ତୀ ପ୍ରଶ୍ନ ଅଛି କଣ? 1990 ମସିହାରେ ଏନପି 1986 ରେ ସମୀକ୍ଷା ପାଇଁ କେଉଁ କମିଟି ନିଯୁକ୍ତ ହେଇଥିଲା? ହ୍ୱିଚ୍ କମିଟି ୱାଜ ଆପଏଣ୍ଟେଡ ଟୁ ରିଭ୍ୟୁ 1986 ଇନ୍ ଦ ଇୟର 1990। କୋଉ କମିଟିଟା ଆମର 1990 ମସିହାରେ ଏନପି ଯୋଉ 1986 ରେ ତାକୁ ରିଭ୍ୟୁ କରିବା ପାଇଁ ଆମର ବସିଥିଲା? ଅପସନ କଣ ଦେଇଛି? ରାମମୂର୍ତ୍ତି କମିଟି ନା ହଉଛି ଜନାର୍ଦ୍ଦନ ରେଡ୍ଡି କମିଟି ନା ହଉଛି ୟଶପାଲ କମିଟି ନା ହଉଛି କୋଠାରୀ କମିଶନ। କୋଉ କମିଶନଟା ବସିଥିଲା 1990 ମସିହାରେ? ନା ଆମ ରାମମୂର୍ତ୍ତି କମିଟି ହେଲା। ଆଗରୁ କରିଥିଲେ ଆଚାର୍ଯ୍ୟ ରାମମୂର୍ତ୍ତି ସେଇଥିରେ ଆମର ଲିଡର ଥିଲେ। ସେଟା ଆପଏଣ୍ଟ କରିଥିଲେ 1990 ମସିହାରେ ଯୋଉ ଏନପି 1986 ଥିଲା ତାକୁ ମାନେ ରିଭ୍ୟୁ କରିବା ପାଇଁ କଣ ସବୁ ଭୁଲ ଭଟକା ଅଛି ବା କଣ ସବୁ ଇମ୍ପ୍ରୁଭ କରିହବ ସେଇ ଅନୁସାରେ କରାଯାଇଥିଲା। ଆଉ 1992 ମସିହାରେ ଯଦି ପଚାରେ 1992 ମସିହାରେ ଆସିଲା ପିଓଏ କଣ କୁହାଯାଏ? ପ୍ରୋଗ୍ରାମ ଅଫ ଏକ୍ସନ ଯେଟା କି ଫାଇନାଲ ମଡିଫିକେସନ 1992 ମସିହାରେ ଆସିଲା ଯୋଉ 1986 ରେ ଆସିଥିଲା। 90 ରେ ବସିଥିଲା ଆମର ଆଚାର୍ଯ୍ୟ ରାମମୂର୍ତ୍ତି କମିଟି ତାପରେ ଆଉ ଥରେ ବସିଲା 1992 ମସିହାରେ ଯାହାକୁ କଣ ପ୍ରୋଗ୍ରାମ ଅଫ ଏକ୍ସନ ବା ପିଓଏ ହେଲା 1992 ମସିହାରେ ବସିଥିଲା। ସେଇଟା କିଏ ହେଇଥିଲା ନା ଜନାର୍ଦ୍ଦନ ରେଡ୍ଡି କମିଟି ଯୋଉଟା କି ଫାଇନାଲାଇଜ ହେଇଥିଲା ଯେ କଣ ଲାଗୁ ହବ ବୋଲି। ପରବର୍ତ୍ତୀ ପ୍ରଶ୍ନ ରହିଛି କଣ? ନା ଜାତୀୟ ଶିକ୍ଷାନୀତି 2020 ରେ ଚିଠା କମିଟି ଅଧ୍ୟକ୍ଷ କିଏ ଥିଲେ? ଯୋଉ ଚିଠା କମିଟି ଥିଲା ହେଲା ଡ୍ରାଫ୍ଟିଂ କମିଟି ନ୍ୟାସନାଲ ଏଜୁକେସନାଲ ପଲିସି 1920 ରେ ତାର ମାନେ ଅଧ୍ୟକ୍ଷ କିଏ ଥିଲେ? ଅପସନ କଣ ଦେଇଛି? ଡକ୍ଟର କେ କସ୍ତୁରଙ୍ଗନ, ଟିଏସଆର ସୁବ୍ରମଣ୍ୟମ ହଉଛି ସାମ ପିତ୍ରୋଡା ନା ହଉଛି ପ୍ରଫେସର ୟଶପାଲ ହେଲା। 2020 ମସିହାରେ ଯୋଉ ଶିକ୍ଷାନୀତିରେ ଆସିଥିଲା ତାର କମିଟିର ମୁଖ୍ୟ କିଏ ଥିଲେ? ନା ଡକ୍ଟର କେ କସ୍ତୁରମନ। ଆଗରୁ ଡିସ୍କସନ କରିଥିଲି 2020 ଏନପି ଯୋଉ ଆସିଥିଲା ସେଥିରେ ଆମର ହେଡ କିଏ ଥିଲେ? ନା କେ କସ୍ତୁରବନ ଡକ୍ଟର କେ କସ୍ତୁରବନ ଥିଲେ। 2019 ମସିହାରେ ସେଟା ପୁରା ସବମିଟ କରାଯାଇଥିଲା। 2020 ମସିହା ପାଖରୁ ଲାଗୁ ହେଲା କୁହାଯାଏ ହେଲା। ଆଉ ଟିଏସଆର ଯୋଉ ସୁବ୍ରମଣ୍ୟମ ସିଆରଲେର ଇଭାଲୁଏସନ ଉପରେ ବା ଯୋଉ ଆସେସମେଣ୍ଟ ଉପରେ 2016 ମସିହାରେ ସେ ଦେଇଥିଲେ ପ୍ୟାନେଲ ଉପରେ। ସାମ ପିତ୍ରୋଡା ମ୍ୟାନେଜ ଦ ନଲେଜ କମିଶନ 2005 ଯୋଉ ନଲେଜ କମିଶନ ଯଦି ପଚାରେ ହେଲା ସିଏ ସାମ ପିତ୍ରୋଡା ତାର ହେଡ ଥିଲେ ହେଲା। ତେଣୁ ବହୁତ ବଢିଆ ସବୁ କ୍ୱେଶ୍ଚନ ଥିଲା। ତେଣୁ ଆପଣ ଯଦି ସବୁ କ୍ଲାସଟା ଥିଓରି ବୁଝିଥିବେ ବା ଏମସିକ୍ୟୁ ଦେଖିଥିବେ ତାହେଲେ ଆଶା କରୁଛି ଆପଣଙ୍କୁ ଭିଡିଓଟି ଭଲ ଲାଗିଥିବ। ଯଦି ଭିଡିଓଟି ଭଲ ଲାଗିଲା ଭିଡିଓଟି ଗୋଟେ ଲାଇକ୍ କରିଦେବେ। ଆଉ ଯଦି ଚ୍ୟାନେଲରେ ପ୍ରଥମ ଥର ଆସନ୍ତି ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଯୋଉ ବେଲ ନୋଟିଫିକେସନ ଅଛି ତାକୁ ଅଲୱେଜ ସେଟ୍ କରିଦେବେ ଯାହାଫଳରେ ମୁଁ ଯୋଉ ଭିଡିଓ ବି ଅପଲୋଡ କରୁଛି ଆପଣଙ୍କ ନୋଟିଫିକେସନ ଯାଇପାରିବ। ତେଣୁ ଆଉ ଭିଡିଓଟି କେମିତି ଲାଗିଲା ମୋତେ ଟିକେ କମେଣ୍ଟ ସେକ୍ସନରେ ଜଣେଇବେ। ଯଦି ୟାର ପିଡିଏଫ ଦରକାର ଅଛି ପରେ ଯଦି ଆପଣ ପ୍ରାକ୍ଟିସ କରିବା ପାଇଁ ଚାହୁଁଛନ୍ତି ମୁଁ ଡେସକ୍ରିପସନରେ ମୋ ଟେଲିଗ୍ରାମ ଲିଙ୍କ ଦେଇଦେବି। ସେଠି ଗଲେ ଆପଣ ଏଇଗୁଡାକ ଦେଖିପାରିବେ ନିଜେ ପ୍ରାକ୍ଟିସ ପରେ ବି କରିପାରିବେ। ତେଣୁ ଆଜି ପାଇଁ ରହୁଛି ନୂଆ ଭିଡିଓରେ ନୂଆ ଟପିକରେ ଦେଖାହବ। ସେଥିପାଇଁ ରହୁଛି ଧନ୍ୟବାଦ।